ସମସ୍ତ ନମସ୍କାର ଭାଇ ମାନେ। ଅ, ବାଇବଲ ଖୋଲିବା ପ୍ରଥମ ସାମୁଏଲ 2 ପର୍ବ। ପ୍ରଥମ ସାମୁଏଲ 2 ପର୍ବ 12 ପଦରୁ ଦେଖିବା। ଅ, ପ୍ରଥମ ସାମୁଏଲ 2 ପର୍ବ 12 ପଦରୁ। ଏଲିଙ୍କର ପୁତ୍ରମାନେ ପାପାଦଙ୍କ ସନ୍ତାନ ଥିଲେ, ସେମାନେ ସଦାପ୍ରଭୁଙ୍କୁ ଜାଣିଲେ ନାହିଁ। ସେହି ଯାଜକମାନେ ଲୋକମାନଙ୍କ ସହିତ ଏପରି ବ୍ୟବହାର କରୁଥିଲେ ଯେ, କୌଣସି ଲୋକ ବଳିଦାନ କଲେ ମାଂସ ସିଧା ହେବା ସମୟରେ ଯାଜକର ଦାସ ହସ୍ତରେ ତ୍ରିଶୂଳ ଘେନି ଆସେ। ଆଉ ସେ ପାତ୍ର ବା ତସଲା ବା ହଣ୍ଡା ବା କଢାଇ ଭିତରେ ମାରେ। ଯେତେକ ତ୍ରିଶୂଳରେ ଆସେ ସେ ସବୁ ଯାଜକ ନିଏ। ଇସ୍ରାଏଲରୁ ଯେତେ ଲୋକ ସିଂହକୁ ଆସିଲେ, ସେଠାରେ ସେମାନେ ସମସ୍ତେ ସମସ୍ତଙ୍କ ପ୍ରତି ଏହିପରି କରୁଥିଲେ। ଆହୁରି ମେଦ ଦଗ୍ଧ କରିବା ପୂର୍ବରୁ ଯାଜକର ଦାସ ବଳିଦାନକାରୀ ଲୋକ ନିକଟକୁ ଆସି କହେ, ଯାଜକ ପାଇଁ ମାଂସ ଦିଅ, କାରଣ ସେ ତୁମଠାରୁ ସିଧ ମାଂସ ନେବେ ନାହିଁ, କଞ୍ଚା କଞ୍ଚା ନେବେ। ଏଥିରେ ଯେବେ ସେ ଲୋକକୁ ତାହା କହେ, ମେଦ ଏହି କ୍ଷଣି ଦଗ୍ଧ ହେବ, ତହିଁ ଉତ୍ତାରେ ତୁମ ପ୍ରାଣ ଯେତେ ଚାହେଁ ସେତେ ନିଅ। ତେବେ ସେ ଉତ୍ତର କରେ, ନାହିଁ, ମାତ୍ର ଏହି କ୍ଷଣି ତାହା ମତେ ଦେବାକୁ ହେବ। ତୁମେ ନ ଦେଲେ ତାହା ତୁମେ ନ ଦେଲେ ତାହା ବଳରେ ନେବି। ଏହି ରୂପେ ସଦାପ୍ରଭୁଙ୍କ ସାକ୍ଷାତରେ ସେ ଯୁବା ଲୋକଙ୍କର ପାପ ଅତି ଭାରୀ ହେଲା, କାରଣ ସେହି ଲୋକମାନେ ସଦାପ୍ରଭୁଙ୍କ ନୈବେଦ୍ୟ ତୁଚ୍ଛ ଜ୍ଞାନ କଲେ। ସେ ସମୟରେ ସାମୁଏଲ ସାମୁଏଲ ବାଳକ ଶୁକ୍ଳ ଏଫଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମୁଖରେ ପରିଚର୍ଯା କଲେ। ଆହୁରି ତାହାଙ୍କ ମାତା ପ୍ରତିବର୍ଷ ଆପଣା ସ୍ୱାମୀ ସଙ୍ଗେ ବାର୍ଷିକ ବଳି ଉତ୍ସର୍ଗ କରିବାକୁ ଆସିବା ବେଳେ ତାଙ୍କ ପାଇଁ ଗୋଟିଏ ସାନ ଚୋଘା ବନାଇ ଅ, ତାଙ୍କ କତିକି ଆଣିଥାଏ। ପୁଣି ଏଲି ଇଲକାନାକୁ ତାହାର ଭାର୍ଯ୍ୟକୁ ଆଶୀର୍ବାଦ କରି କହିଲେ, ସଦାପ୍ରଭୁଙ୍କ ନିକଟରେ ଯାହା ନିବେଦିତ ହୋଇଅଛି, ସେହି ନିବେଦନ ସକାଶୁ ସଦାପରି ସ୍ତ୍ରୀ ଠାରୁ ତମକୁ ସନ୍ତାନ ଦିଅନ୍ତୁ। ଏ ଉତ୍ତାରେ ସେମାନେ ଆପଣା ଗୃହକୁ ଫେରିଗଲେ। ପୁଣି ସଦାପ୍ରଭୁ ହାନ୍ନାର ତତ୍ତ୍ୱାଧାରଣ କଲେ ଓ ସେ ଗର୍ଭଧାରଣ କରି 3 ପୁତ୍ର ଓ 2 କନ୍ୟା ପ୍ରସବ କଲା। ଏଥିମଧ୍ୟରେ ସାମୁଏଲ ବାଳକ ସଦାପ୍ରଭୁଙ୍କ ସାକ୍ଷାତରେ ବଢିବାକୁ ଲାଗିଲେ। ଏଲି ଅତି ବୃଦ୍ଧ ହେଲେ। ପୁଣି ତାହାଙ୍କ ପୁତ୍ରମାନେ ସମୁଦାୟ ଇସ୍ରାଏଲ ପ୍ରତି ଯାହା ଯାହା କଲେ ଓ ସମାଗମ ତମ୍ବୁ ଦ୍ୱାରା ନିକଟରେ ସେବାକାରିଣୀ ସ୍ତ୍ରୀଗଣ ସହିତ କିପରି ଶୟନ କଲେ, ଏସବୁ କଥା ସେ ଶୁଣିଲେ। ତହୁ ସେ ସେମାନଙ୍କୁ କହିଲେ, ତୁମମାନେ କି ହେତୁ ଏପରି କଥା କହୁଅଛ? କାରଣ ମୁଁ ଏହି ସମସ୍ତ ଲୋକଙ୍କ ଠାରୁ ତୁମମାନଙ୍କ ବିଷୟରେ ନାନା ମନ୍ଦ କଥା ଶୁଣୁଅଛି। ନାଇଁ ନାଇଁ, ମୋର ପୁତ୍ରମାନେ, ମୁଁ ଯେଉଁ ଜନରବ ଶୁଣୁଅଛି ତାହା ଭଲ ନୁହେଁ। ତୁମ୍ଭେମାନେ ସଦାପ୍ରଭୁ ଲୋକମାନଙ୍କୁ ଆଜ୍ଞା ଲଙ୍ଘନ କରାଇଅଛ କରାଉଅଛ। ମନୁଷ୍ୟ ଯେବେ ମନୁଷ୍ୟ ବିରୁଦ୍ଧରେ ପାପ କରେ, ତେବେ ପରମେଶ୍ୱର ତାହାର ବିଚାର କରିବେ। ମାତ୍ର ମନୁଷ୍ୟ ଯେବେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରେ, ତେବେ କିଏ ତା ପକ୍ଷରେ ପ୍ରାର୍ଥନା କରିବ? ତଥାପି ସେମାନେ ଆପଣ ପିତାଙ୍କର ଶୁଣିଲେ ନାହିଁ, କାରଣ ସେମାନଙ୍କୁ ବୋଧ କରିବାକୁ ସଦାପ୍ରଭୁଙ୍କ ଇଚ୍ଛା ଥିଲା। ମାତ୍ର ବାଳକ ସାମୁଏଲ କ୍ରମେ କ୍ରମେ ବୃଦ୍ଧି ପାଇଲେ। ପୁଣି ସଦାପ୍ରଭୁଙ୍କର ମଧ୍ୟ ମନୁଷ୍ୟର ସାକ୍ଷାତରେ ଅନୁଗ୍ରହ ପ୍ରାପ୍ତ ହେଲେ। ଅ, ଆମେ ଯେତେବେଳେ ଆତ୍ମିକ ଜୀବନକୁ ବଞ୍ଚୁଛୁ, ଅଧିକାଂଶ ସମୟରେ ଆମେ ବହୁତ ଭୁଲ ବୁଝାମଣାରେ ପଡି ଯାଇଥାଉ ପରମେଶ୍ୱରଙ୍କ ସହିତ ସମ୍ପର୍କ ବିଷୟରେ। ଅଧିକାଂଶ ଲୋକମାନେ ଯୀଶୁ ଖ୍ରୀଷ୍ଟ ଯେଉଁ ସମୟରେ ଜଗତରେ ଥିଲେ, ସେଠି ଅନେକ ଲୋକମାନେ ଯୀଶୁଙ୍କ ସହିତ ସଂଯୁକ୍ତ ଥିଲେ। କିନ୍ତୁ ଯୀଶୁଙ୍କ ସହିତ ସଂଯୁକ୍ତ ଥିବା ଲୋକମାନେ 2 ଭାଗରେ ବିଭକ୍ତ ଶେଷରେ ହେଲେ। ଭାବି ଦେଖନ୍ତୁ ଭାଇ ଭଉଣୀ ମାନେ, ଯେଉଁ ସମୟରେ ଗହମ ଠାରୁ ଅଗାଡି ଅତୀତରେ ଅଛି, ଟିକେ ଭଲ ନାହିଁ। କାଲିଠୁ ବହୁତ ବର୍ଷା ହଉଛି, ତେଣୁକରି ଇଣ୍ଟରନେଟ ଟିକେ ଭଲ ନାହିଁ। ତ ଏ ଅଗାଡି ଗୁଡାକ ଯେତେବେଳେ ଗହମ ଭିତରେ ଅଛି, ଜଗତର କୌଣସି ଲୋକ, କୌଣସି ପଣ୍ଡିତ ହଉ, ଜ୍ଞାନୀ ହଉ, ବୁଦ୍ଧିମାନ ହଉ, ବଳବାନ ହଉ, ପରାକ୍ରମୀ ହଉ, ମହାବିକ୍ରମଶାଳୀ ହଉ,
କାହା ପାଖରେ ମଧ୍ୟ ଶକ୍ତି ନାହିଁ ଏ ଗହମ ଠାରୁ ଅଗାଡିକୁ ଅଲଗା କରିବା ପାଇଁ। ସେଥିପାଇଁ ଲେଖା ହେଇଛି ବାଇବଲରେ ଯେ ତାହାଙ୍କ ହାତରେ କୁଲା ଅଛି। ତ ଆମମାନେ କେବେ ଭାବି ପାରିବା ଯୀଶୁଙ୍କ ପାଖରେ ଯୋଉ ବିଷୟ ଅଛି ଆଜି ତାହା ମନୁଷ୍ୟ ପାଖରେ ନାହିଁ। ସେଥିପାଇଁ ମନୁଷ୍ୟକୁ ଯଦି ଯୀଶୁଙ୍କର ବିଷୟ ଗୁଡାକ ଆବଶ୍ୟକତା ହେଲେ ପ୍ରଥମେ ଯୀଶୁଙ୍କର ଶରୀର ସହିତ ଜଡିତ ହେଲା ପରିବର୍ତ୍ତେ ଯୀଶୁଙ୍କର ହୃଦୟ ସହିତ ସମ୍ପର୍କ ଗଢିବା ହଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ମାଥି ପୁସ୍ତକ 11 ପର୍ବର 20 ପଦ ଲେଖା ହେଇଛି ଯେ ସେଠି ଯୀଶୁ ଯୋଉ ଯୋଉ ଗ୍ରାମରେ ଅନେକ ଆଶ୍ଚର୍ଯ୍ୟ କର୍ମ କରିଥିଲେ ସେହି ଗ୍ରାମକୁ ଯୀଶୁ ତିରସ୍କାର କରିବାକୁ ଲାଗିଲେ ଲେଖା ହେଇଛି। ତାହେଲେ ଏହାର ଲକ୍ଷଣ ଆମେ ଜାଣିପାରିବା ଯଦିଓ ଲୋକମାନେ ଯୀଶୁଙ୍କର ଅନେକ ଆଶ୍ଚର୍ଯ୍ୟ କର୍ମ ଦେଖିଲେ ସେ ସମୟରେ ତାର ମାନେ ନାହିଁ, ତାର ଅର୍ଥ ନାହିଁ ଯେ ସେମାନେ ପ୍ରକୃତରେ ଯୀଶୁଙ୍କର ହୃଦୟ ସହିତ ଜଡିତ ହେଇକି ସେମାନେ ବଞ୍ଚିଥିଲେ। ଏଇ ପ୍ରକାର ସ୍ଥିତିରେ ମଧ୍ୟ ଯୀଶୁଙ୍କ ଅଭିଯୋଗ ଆସିଅଛି ଯୋଉ ସ୍ଥିତିରେ କି ଯୀଶୁ ଗୋଟେ ପକ୍ଷାଘାତ ରୋଗୀକୁ ମଧ୍ୟ ଉଠେଇଲେ। ଯୋଉ ସମୟରେ 4 ଜଣ ଲୋକମାନେ ପକ୍ଷାଘାତ ରୋଗୀ ଲୋକକୁ ନେଇକି ଆସିଲେ, ଛାତ ଖୋଳିକି ସେମାନେ ଯୀଶୁଙ୍କ ପାଖକୁ ନେଇ ଯାଉଛନ୍ତି। ତ ଏତେ ଲୋକମାନେ ଭିଡ ଥିଲେ ସେ ଜାଗାରେ, କବାଟରେ ଜାଗା ନଥିଲା ପଶିବା ପାଇଁ। ତ ସେଥିପାଇଁ 4 ଜଣ ଲୋକମାନେ କଣ କଲେ, ଏମାନେ ଛାତ ଖୋଳିକି ଯୀଶୁଙ୍କ ପାଖକୁ ନେଇଗଲେ। ଆଉ ଏତେ ଜନରବ ଥିଲା, ଏତେ ଲୋକମାନେ ସେଠି ଥିଲେ ଯୀଶୁଙ୍କ ସାମ୍ନାରେ ବସିଥିଲେ। ତ ଯୀଶୁ ସେଇ ଜାଗାରେ ଯେତେବେଳେ ପ୍ରଚାର କରୁଥିଲେ ତ ଇଏ ହଠାତ୍ ଲୋକ ଛାତ ଖୋଳିକି ଇଏ ଲୋକକୁ ଦେଖିଲେ। ସେଟା ଏକ୍ଜାକ୍ଟ ଲେଖା ହେଇଛି ବାକ୍ୟରେ ଯେ ଯୀଶୁ ସେମାନଙ୍କର ବିଶ୍ୱାସ ଦେଖି ଇଏ ପକ୍ଷାଘାତ ରୋଗୀକୁ ପ୍ରଥମେ କହିଲେ, ବସ ତମର ପାପ ସବୁ କ୍ଷମା କରାଗଲା। ଯେତେବେଳେ ଯୀଶୁ ଖ୍ରୀଷ୍ଟ ସେଇ ପକ୍ଷାଘାତ ରୋଗୀ ଲୋକର ପାପକୁ କ୍ଷମା କରାଗଲା ବୋଲି କହିଲେ, ସେ ସମୟରେ କୌଣସି ବାହାର ଲୋକ ଯୀଶୁଙ୍କର ଏ ବାକ୍ୟକୁ ତୁଚ୍ଛ ଜ୍ଞାନ କଲେ ତାହା ନୁହେଁ। କି ଯୋଉ ଲୋକମାନେ ଯୀଶୁଙ୍କ ଠାରୁ ଦୂରରେ ଥିଲେ ସେଇ ଲୋକମାନେ ଯୀଶୁଙ୍କ ବିରୋଧ କଲେ ସେମିତି ନାହିଁ। ମାତ୍ର ଯୋଉ ଗହଳିରେ ଲୋକମାନେ ବସିଥିଲେ ସେମାନଙ୍କ ମଧ୍ୟରେ ତର୍କ ବିତର୍କ କଲେ ସେମାନେ ଯେ କେମିତି ଏମିତି କଥା କହିପାରିବେ ଇଏ ପାପ କ୍ଷମା ହେଲା ବୋଲି କହି। ତ ମୁଁ ଦିନେ ଏ ବିଷୟକୁ ଭାବୁଥିଲି, ଯଦି ଗତ ଦିନଙ୍କର ଆମେ ୟୁଥ ବିଷୟରେ ଆମେ ଚିନ୍ତା କରୁଥିଲୁ, ପାଉଲଙ୍କର ପ୍ରଚାର ଯେଉଁ ଅନୁସାରେ ଅଧିକ ସମୟ ହେଲା ୟୁଟ୍ୟୁବ ଉପରୁ ତଳେ ପଡି ଯାଉଛି ଲେଖା ହେଇଛି। ଆଉ ନିର୍ଦ୍ଦିଷ୍ଟ ଭାବରେ ଲେଖା ହେଇଛି ଯେ ସେ ନିଦ୍ରାରେ ମଗ୍ନ ଥିଲେ, ବହୁତ ନିଦ ଲାଗୁଥିଲା ତାଙ୍କୁ ଈଶ୍ୱରଙ୍କ ବାକ୍ୟକୁ ଶୁଣିଲା ସମୟରେ। ତ ଲୋକମାନେ ଯିହୁଦୀ ଲୋକମାନେ ଯେତେବେଳେ ଯୀଶୁଙ୍କର କାର୍ଯ୍ୟକୁ ଦେଖିଲେ ମଧ୍ୟ, ଯୀଶୁଙ୍କର ଆଶ୍ଚର୍ଯ୍ୟ କର୍ମ ଦେଖିଲେ ମଧ୍ୟ ସେମାନେ କାହିଁକି ଯୀଶୁଙ୍କର ବିରୋଧ ପାତ୍ର ହେଲେ ଆଉ ଯୀଶୁଙ୍କୁ ସେମାନେ କାହିଁକି ଅଭିଯୋଗ କଲେ? ଯଦି ଆମମାନେ ବାଇବଲରେ ଯଦି ବାକ୍ୟକୁ ଦେଖିବା ତାହେଲେ ଲେଖା ହେଇଛି କାରଣ ଶାରୀରିକ ଭାବ ହଉଛି ମୃତ୍ୟୁଜନକ କିନ୍ତୁ ଆତ୍ମିକ ଭାବ ହଉଛି ଜୀବନ ଆଉ ଶାନ୍ତି। ତାହେଲେ ଶାରୀରିକ ଭାବ ହଉଛି ମୃତ୍ୟୁଜନକର ଅର୍ଥ କଣ? ସେଠି ନିର୍ଦ୍ଦିଷ୍ଟ ଭାବରେ ପର୍ଟିକୁଲାର ସ୍ପଷ୍ଟ ଲେଖା ହେଇଛି। ଶାରୀରିକ କାର୍ଯ୍ୟ ମଧ୍ୟ ଶାରୀରିକ ଅଭିଳାଷ ଆଉ ଶାରୀରିକ ଭାବରେ ବଞ୍ଚିବାର ବିଷୟର ଅର୍ଥ ହଉଛି ସେ ବାକ୍ୟ କହୁଛି ଯେ ମନୋଭାବ। ତାହେଲେ ଶାରୀରିକ ଭାବ ହଉଛି ଯଦି ମୃତ୍ୟୁଜନକ ତାହେଲେ ଏ ମୃତ୍ୟୁ କେ ମଧ୍ୟ କୌଣସି କ୍ଷେତ୍ରରେ ମନୁଷ୍ୟ ଅନୁଭବ କରିପାରିବ ନାହିଁ। ସେଥିପାଇଁ ଯେଉଁ ସମୟରେ ତା ହାତରେ କୁଲା ଅଛି ଲେଖା ହେଇଛି ତାର ଅର୍ଥ କେବଳ ପରମେଶ୍ୱରଙ୍କର ପାଖରେ ହିଁ ଚକ୍ଷୁ ଅଛି, ପରମେଶ୍ୱରଙ୍କ ପାଖରେ ହିଁ ଶକ୍ତି ଅଛି, ଆଉ ପରମେଶ୍ୱରଙ୍କ ପାଖରେ ହିଁ ବୁଦ୍ଧି ଅଛି, ଜ୍ଞାନ ଅଛି ସମସ୍ତ ବିଷୟକୁ ତାଙ୍କ ଇଚ୍ଛା ଅନୁସାରେ କରିବା। ଏ ଦୁନିଆରେ କୌଣସି ମନୁଷ୍ୟ ସକ୍ଷମ ନୁହେଁ ପରମେଶ୍ୱରଙ୍କ କାର୍ଯ୍ୟ କରିବା ପାଇଁ। ଏ ଦୁନିଆରେ କାହାର ମଧ୍ୟ ଶକ୍ତି ନାହିଁ ପ୍ରଭୁ କାର୍ଯ୍ୟ କରିବା ପାଇଁ। କିନ୍ତୁ ଅପରପକ୍ଷରେ ବହୁତ ଇଣ୍ଟରେଷ୍ଟିଂ ବିଷୟ ଯଦି ମୁଁ କହିବି, ଯଦିଓ ଲୋକମାନେ ଜାଣିନଥିଲେ କେତେ ଲୋକମାନେ ଯୀଶୁଙ୍କୁ, କିନ୍ତୁ ଅଲରେଡି ଯୀଶୁଙ୍କୁ ଭେଟିଲା ପରେ ଯୀଶୁ ସେମାନଙ୍କୁ ସେଇ ବିଷୟ କହୁଛନ୍ତି ଯାହାକି ସେମାନେ କେବେ ଶୁଣି ନଥିଲେ କି ଜାଣିନଥିଲେ। ଉଦାହରଣ ସ୍ୱରୂପ ଏହି ସମୟରେ ଆମେ ବାପ୍ତିଜକ ଯୋହନଙ୍କ ବିଷୟରେ ମୁଁ ପ୍ରଚାର କରୁଥିଲି ଗୋଟେ ଜାଗାରେ। ଯୀଶୁ କହୁଛନ୍ତି ଏବେ ସମ୍ମତ ହୁଅ କାରଣ ଏଇ ପ୍ରକାର ସମସ୍ତ ଧାର୍ମିକତା ସାଧନ କରିବା ଆମମାନଙ୍କର ଉପଯୁକ୍ତ।
ଯୀଶୁ ବର୍ତ୍ତମାନ ଜହନକୁ କହିଲେ ଯେ ତମେ ମତେ ଡୁବନ ଦିଅ ଜର୍ଦ୍ଦନ ନଦୀରେ। ତ ଯେତେବେଳେ ଜହନ ଶୁଣୁଛନ୍ତି ଏଇଟା ଆଦୌ ବିଶ୍ୱାସ କରିପାରୁନାହାନ୍ତି କି ଗ୍ରହଣ କରିପାରୁନାହାନ୍ତି। ତାହେଲେ ସେଇଠି ଗୋଟେ ଲୋକ ଅଛି ଯୋଉ ଲୋକକୁ ଜାଣିନାହିଁ ତାର ସ୍ଥିତି କଣ। ଆଉ ତାର ରେସ୍ପନ୍ସିବିଲିଟି କଣ ଦିଆଯାଇଛି, ତାକୁ କି ଦାୟିତ୍ୱ ଦିଆଯାଇଛି ସେ ଜାଣିନାହାନ୍ତି। ଏବେ ବାପ୍ତିସ୍ମ ଜହନକୁ ଯୀଶୁ କହୁଛନ୍ତି ଆମେ ସମସ୍ତ ହଉ ଚୁପଚାପ ହୁଅ, ମୁଁ ଯୋଉ କଥା କହୁଛି ତାହା ତୁମେ ଶୁଣ। ତ ଜହନ ଯିଏକି ଅଟଳ ଆମର ବସ୍ତ୍ର ପିନ୍ଧୁଥିଲେ, ଦ୍ରାକ୍ଷାରସ କି ସୁରା ପାନ କରୁନଥିଲେ, କି ସେ ଗୋଟେ ଲୋକ ଯିଏକି କେ ମଧ୍ୟ ଜାଗତିକ ଭାବରେ ସେ ବଞ୍ଚି ନଥିଲେ, କି ସେ କିଏ ମଧ୍ୟ ଭୋଗ ବିଳାସର ଜୀବନ ବଞ୍ଚୁ ନଥିଲେ। ଯୀଶୁଙ୍କର ଜନ୍ମର 6 ମାସ ପୂର୍ବରୁ ସେ ଜନ୍ମ ହେଇଥିଲେ। ମାତାର ଗର୍ଭରୁ ସେ ପବିତ୍ରାତ୍ମାକୁ ନେଇକି ଜନ୍ମ ହେଇଥିଲେ ଲେଖା ହେଇଛି ବାଇବଲ। ତାର ଏପରି ଅନେକ ସ୍ୱତନ୍ତ୍ରତା ବିଷୟରେ ଲେଖା ହେଇଛି ଜହନଙ୍କ ବିଷୟରେ। ତାର ଜହନଙ୍କର ଯଦି ଆମେ ଷ୍ଟେଟମେଣ୍ଟକୁ ଦେଖୁଛୁ ଶୁଣୁଛୁ, ଜହନଙ୍କର ଯଦି ଆମେ ସାକ୍ଷ୍ୟକୁ ଯଦି ଆମେ ଦେଖିବା, ତାହେଲେ ଏବେ ଲୋକମାନେ ଯହୁଦୀ ଲୋକ ଜହନକୁ ପଚାରୁଛୁ ଯେ ତମେ କଣ ଏଲିୟ? ସେ ସମୟରେ ଯୀଶୁ କହୁଛନ୍ତି ନାଇଁ। ତମେ କଣ ଭାବବାଦୀ? ସେ ସମୟରେ ଯୀଶୁ କହୁଛନ୍ତି ଜହନ କହୁଛନ୍ତି ନାଇଁ, ମୁଁ ଖ୍ରୀଷ୍ଟ ନାହିଁ। ଆଉ ସେ ସମୟରେ ଜହନ ଗୋଟେ ଆଶ୍ଚର୍ଯ୍ୟ ବିଷୟ ସେ କଣ ବୋଲି କହୁଛନ୍ତି, ଯାହାକି ଆମେ ସମସ୍ତେ ଜାଣିଛୁ ବାକ୍ୟ। ଯୀଶୁ କହୁଛନ୍ତି ପ୍ରାନ୍ତରରେ ଛିଡା ହେଇଛନ୍ତି ସେ ଲେଖା ହେଇଛି। ଜହନ ପ୍ରାନ୍ତରରେ ଛିଡା ହେଇକି ସେ ଯୀଶୁଙ୍କର ବିଷୟରେ ସେ ଚିତ୍କାର କରୁଛନ୍ତି ଯେ ପ୍ରଭୁଙ୍କର ପଥ ସଳଖ କର। ଆଉ ମୁଁ ଜଣେ ଲୋକ ଯିଏକି ପ୍ରାନ୍ତରରେ ଛିଡା ହେଇକି ଜଣଙ୍କର ସ୍ୱରକୁ ମୁଁ କହୁଛି। ତାହେଲେ ଏଇ ଜାଗାରେ ମୁଁ ଗୋଟେ ବିଷୟ କହିବାକୁ ଚାହୁଁଛି, ଯେମିତି ବାକ୍ୟରେ ଲେଖା ହେଇଛି ଯେ ମନୁଷ୍ୟ ନାନା କଳ୍ପନା କରେ, ମାତ୍ର ସମସ୍ତ ବିଷୟ ସଦାପ୍ରଭୁଙ୍କ ଠାରୁ ପ୍ରାପ୍ତ ହୁଏ ପ୍ରକାଶ। ସଦାପ୍ରଭୁଙ୍କର ଇଚ୍ଛା ଅନୁସାରେ, ସଦାପ୍ରଭୁଙ୍କର ଯୋଜନା ଅନୁସାରେ ସମସ୍ତ ବିଷୟ ହେଇଥାଏ। ଏବେ ବାପ୍ତିସ୍ମ ଜହନଙ୍କର ଜୀବନରେ ଅପ୍ ଟୁ ଜର୍ଦ୍ଦନ ନଦୀରେ ଯୀଶୁଙ୍କୁ ଡୁବନ ଦେଲା ପର୍ଯ୍ୟନ୍ତ, ହଁ ସେ କେତେଟା ବିଷୟକୁ ଜାଣିଥିଲେ ସେ। ଆଉ ଏବେ ଅ ସେ ନିଜେ କହୁଛନ୍ତି ଯେ ମୁଁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦଉଛି ତମମାନଙ୍କୁ, ମାତ୍ର ମୋ ତାରେ ଯିଏ ଆସୁଛନ୍ତି ସେ ପବିତ୍ର ଆତ୍ମାରେ ଅଗ୍ନିରେ ତମକୁ ବାପ୍ତିସ୍ମ ଦେବେ। ତ ଯେତେବେଳେ ଯୀଶୁ ବର୍ତ୍ତମାନ ଆସି କହୁଛନ୍ତି ମତେ ଡୁବନ ଦିଅ, ସେଇ ଜିନିଷ ବୁଝିପାରୁନାହାନ୍ତି। ତାହେଲେ ଏଇଟା ହଉଛି ଗୋଟେ ବହୁତ ମୁଖ୍ୟ ବିଷୟ ଜହନଙ୍କର ଜୀବନରେ, ଯୀଶୁଙ୍କୁ ଡୁବନ ଦେବା ବିଷୟ। ଆଉ ଯୀଶୁ କହୁଛନ୍ତି ଏହି ପ୍ରକାରେ ସମସ୍ତ ଧାର୍ମିକତା ସାଧନ କରିବା ଆମ୍ଭମାନଙ୍କର ଉପଯୁକ୍ତ ବୋଲି ସେ କହୁଛନ୍ତି। ତାର ଅର୍ଥ ହଉଛି ବର୍ତ୍ତମାନ ଏ ଧାର୍ମିକତାକୁ ସାଧନ କରିବା ପାଇଁ ଯୀଶୁଙ୍କର ଜହନଙ୍କ ସହିତ ଏଇ ଜାଗାରେ ମିଳନ ଥିଲା। ଆଉ ସେଇ ଜାଗାରେ ଜହନ ଯୀଶୁଙ୍କୁ ଡୁବନ ଦେବା ପାଇଁ ଆବଶ୍ୟକ ଥିଲା। ଯେମିତି ଆମେ ସମସ୍ତେ ଜାଣିଛୁ ଯେ ଜହନ ହଉଛନ୍ତି ଏ ପୃଥିବୀର ପ୍ରତିନିଧି। ସମସ୍ତ ଲୋକମାନଙ୍କର ସେ ଜଣେ ରିପ୍ରେଜେଣ୍ଟେଟିଭ ବା ପ୍ରତିନିଧି। ହେଲେ ଜହନକୁ ଅଥରିଟି ଦିଆଯାଇଥିଲା, ଯେହେତୁ ଜହନ 1ରେ ଲେଖା ହେଇଛି କଣ ବୋଲି, ଯେ ଈଶ୍ୱରଙ୍କ ଠାରୁ ଜଣେ ପ୍ରେରିତ ବୋଲି ଲେଖା ହେଇଛି। ଈଶ୍ୱରଙ୍କ ଠାରୁ ଜଣେ ପ୍ରେରିତ ଲୋକ ବ୍ୟକ୍ତି, ତାଙ୍କ ନାଁ ହଉଛି ଜହନ ଲେଖା ଅଛି। ତାହେଲେ ପରମେଶ୍ୱର ସ୍ପଷ୍ଟ ଭାବରେ ଜହନକୁ ଏପଏଣ୍ଟ କରୁଥିଲେ, ଜହନକୁ ସ୍ୱତନ୍ତ୍ର ଭାବେ ପ୍ରଭୁ ଫିକ୍ସ କରୁଥିଲେ। ସେଥିପାଇଁ ଏଠି ଲେଖା ହେଇଛି କଣ ବୋଲି, ଯେ ଈଶ୍ୱରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ ତାଙ୍କ ନାମ ଜହନ। ସେ ଯେପରି ଜ୍ୟୋତି ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। ତାର ଅର୍ଥ ହଉଛି ବୋଧେ ଜହନ ଗୋଟେ ବ୍ୟକ୍ତି ଯିଏକି ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେବେ। ତ ଯୀଶୁଙ୍କର ସାକ୍ଷ୍ୟ ଯେତେବେଳେ ସେ ଦେବେ, ତାର ପ୍ରତିଫଳ କଣ ହବ ସେ ଲେଖା ହେଇଛି, ସେ ଯେପରି ଜ୍ୟୋତି ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି। ଆଉ ଏଥିପାଇଁ ସେ ସାକ୍ଷ୍ୟ ଦେବାରେ ମଧ୍ୟ ଆସିଥିଲେ। ବାଇବଲ କହୁଛି ଯେ ସ୍ତ୍ରୀ ଗର୍ଭଜାତ ମନୁଷ୍ୟ ଠାରୁ ବାପ୍ତିଜକ ଜହନ ଠାରୁ ମହାନ କି ଉତ୍ପନ୍ନ ହୋଇନାହିଁ। ହଁ, ମୁଁ କହିବାକୁ ଚାହୁଁଛି ବର୍ତ୍ତମାନ ପରମେଶ୍ୱର ଜହନକୁ ଅଲରେଡି ଅଥରିଟି ଦେଇ ସାରିଥିଲେ।
ଜହନ ଗୋଟେ ବ୍ୟକ୍ତି ଯିଏକି ବର୍ତ୍ତମାନ ପ୍ରଭୁଙ୍କ ଦ୍ୱାରା ପ୍ରେରିତ ଲୋକ। ଆଉ ଯୀଶୁଙ୍କୁ ସେ ଡୁବନ ଦେବାର ଅର୍ଥ ସେ ଯଦିଓ ଜାଣିନି କି ଯୀଶୁ ବର୍ତ୍ତମାନ ତାଙ୍କୁ କହୁଛନ୍ତି। ଆଉ ଜଗତର ସମସ୍ତ ଲୋକଙ୍କର ପାପକୁ ସେ ସ୍ଥାନାନ୍ତର କରୁଛନ୍ତି ଯୀଶୁଙ୍କ ମସ୍ତକ ଉପରକୁ ଡୁବନ ମାଧ୍ୟମରେ। ଯଦି ପୁରାତନ ନିୟମରେ ଯାଜକର ହସ୍ତ ଯେଉଁସାରେ ମେଷର ମସ୍ତକରେ ଥୁଆଯାଉଥିଲା ସେଇ ସମୟରେ ଗୋଟେ ବର୍ଷର ସମସ୍ତ ପାପ ଇସ୍ରାଏଲ ଲୋକଙ୍କର ଗୋଟେ ବର୍ଷର ସମସ୍ତ ପାପ ଏ ମେଷକୁ ସ୍ଥାନାନ୍ତର ହଉଥିଲା। ଆଉ ସେ ମେଷକୁ ସେ ଯାଜକୁ ସେ ବଳି ଦଉଥିଲେ। ଆଉ ବଳି ଦେଇକି ବର୍ତ୍ତମାନ ସେ ରକ୍ତକୁ ସେ ଯଜ୍ଞ ବେଦୀର ଚାରିଟା ଶୃଙ୍ଗରେ ସେ ଲଗଉଥିଲେ। ତା ସହିତ ବର୍ତ୍ତମାନ ପ୍ରତ୍ୟେକ ମେଷର ଅନ୍ତ ଯେତେକ ମାଂସ ସବୁ ବିଷ ଗୁଡାକ ସେ ଯଜ୍ଞ ବେଦୀରେ ସେ ପୋଡଉଥିଲେ। ଆଉ ସମ୍ପୂର୍ଣ୍ଣ ଭାବରେ ସେ ମାଂସ ତାର ସମସ୍ତ ଅ, ଅଂଶ ପୋଡିଗଲା ପରେ ଯଜ୍ଞ ବେଦୀର ଜଳିବା ଜାଗାର ମଝିରେ ଜାଲି ଦେବା ପାଇଁ ପ୍ରଭୁ ଆଦେଶ ଦେଇଥିଲେ। ଆଉ ଯାହା ମଧ୍ୟ ପୋଡିବ ସବୁ ବିଷ ଗୁଡା ପୋଡିଲେ ତଳେ ପାଉଁଶ ହେଇକି ପଡିବ। ପାଉଁଶର ଲକ୍ଷଣ ହଉଛି ଯାହା ପୋଡା ଯାଇଥିଲା ତାର ସମାପ୍ତ। ହେଲେ ପାଉଁଶକୁ ଆଉ ଥରେ ନିଆଁ ଲଗେଇଲେ ଲାଗିବ ନାହିଁ। ତ ଯେଉଁ ସମୟରେ ସମସ୍ତ ମେଷର ମାଂସ ଆଉ ସମସ୍ତ ବିଷୟ ପୋଡି ଯାଉଥିଲା ଜଳି ଯାଉଥିଲା ଆଉ ପରମେଶ୍ୱର କହୁଥିଲେ ଆଉ ଇସ୍ରାଏଲର ଗୋଟେ ବର୍ଷର ପାପ କ୍ଷମା ହେଲା। ତ ନୂତନ ନିୟମରେ ନା ମେଷକୁ ଆବଶ୍ୟକ ପଡିଲା ନା ବୃଷକୁ ଆବଶ୍ୟକ ପଡିଲା। ହେଲେ ଯୀଶୁ ନିଜେ କହୁଛନ୍ତି ବୃଷ କି ଛାଗରେ ତମେ ସନ୍ତୁଷ୍ଟ ହେଲ ନାହିଁ, ମାତ୍ର ମୋ ନିମନ୍ତେ ଏକ ଶରୀରକୁ ତାକୁ ପ୍ରସ୍ତୁତ କଲ ବୋଲି ଯୀଶୁ କହୁଛନ୍ତି। ହଁ ବର୍ତ୍ତମାନ ଗୋଟେ ଯାଜକ ଗୋଟେ ପାପ କ୍ଷମା କରିବା ପାଇଁ ପାପ କ୍ଷମାର କାର୍ଯ୍ୟ କରିବା ପାଇଁ ଗୋଟେ ଯାଜକର ଆବଶ୍ୟକ ଅଟେ। ଗୋଟେ ମେଷର ଆବଶ୍ୟକ ଅଟେ। ତା ସହିତ ଯଜ୍ଞ ବେଦୀର ଆବଶ୍ୟକ ଅଟେ। ତା ସହିତ ଗୋଟେ ପାପୀର ମଧ୍ୟ ଆବଶ୍ୟକ। ହେ ଯୀଶୁ ଖ୍ରୀଷ୍ଟ କଣ ହେଲେ ସମସ୍ତ ବିଷୟର ମୂଳ ହେଲେ ସେ। ଯାଜକ ମଧ୍ୟ ସେ ହେଲେ, ମେଷ ମଧ୍ୟ ସେ ହେଲେ। ହେଲେ ଯହନ ଚିତ୍କାର କରୁଛନ୍ତି ଯହନ 1:29 ଏଇ ଦେଖ ଈଶ୍ୱରଙ୍କର ମେଷ ଶାବକ ବୋଲି। ଏଇ ଦେଖ ଈଶ୍ୱରଙ୍କ ମେଷ ଶାବକ ଯିଏକି ଜଗତର ପାପ ବହି ନେଇକି ଯାଉଛନ୍ତି। ଏବେ ଯୀଶୁ ନିଜେ ଯାଜକ ହେଲେ, ଯୀଶୁ ନିଜେ ବର୍ତ୍ତମାନ ମେଷ ହେଲେ, ମେଷ ଶାବକ। ଆଉ ଯୀଶୁ ବର୍ତ୍ତମାନ ନିଜେ କଣ ହେଲେ ବଳି ହେଲେ। ମେଷ ରକ୍ତ ସଦୃଶ ବର୍ତ୍ତମାନ ଯୀଶୁ ତାଙ୍କ ରକ୍ତକୁ ଝରେଇଲେ। ହଁ ବର୍ତ୍ତମାନ ଯେମିତି ଯଜ୍ଞ ବେଦୀରେ ଏ ମେଷର ସମସ୍ତ ମାଂସ ପୋଡା ହେଲା ଜଳା ହେଲା ଠିକ ସେମିତି ବର୍ତ୍ତମାନ କ୍ରୁଶରେ ଯୀଶୁଙ୍କର ସମସ୍ତ ଶରୀର ଦଗ୍ଧ ହେଲା। ସମସ୍ତ ଶରୀର ବିଚାରିତ ହେଲା। ଏତେ ବାଇବଲ ନିଆଁର ଅନ୍ୟ ଛବି ହଉଛି ବିଚାରକୁ ବୁଝଉଛି। ଯୀଶୁ ଖ୍ରୀଷ୍ଟ ବର୍ତ୍ତମାନ କ୍ରୁଶରେ ବିଚାରିତ ହେଲେ ପାପ ନିମନ୍ତେ, ଜଗତର ସମସ୍ତ ପାପ ନିମନ୍ତେ। ହେଲେ ପରମେଶ୍ୱରଙ୍କ ଆଡୁ ପରମେଶ୍ୱର ସମସ୍ତ ବିଷୟକୁ କମ୍ପ୍ଲିଟ କରିଦେଲେ। ସେ କୌଣସି ଲୋକ ପାଇଁ ଆଉ କୌଣସି କାମ ବଳକା ନାହିଁ ପରିତ୍ରାଣ ପାଇବା ପାଇଁ। ମଣିଷ ପାଇଁ ସେଠି କୌଣସି ଆଉ କାମ ନିଅଣ୍ଟ ନାହିଁ ସେ ଧାର୍ମିକ ହେବା ପାଇଁ, ସେ ପବିତ୍ର ହେବା ପାଇଁ। ସମସ୍ତ ବିଷୟ ଯୀଶୁ କମ୍ପ୍ଲିଟ କଲେ ବାଇବଲ କ୍ରୁଶରେ ଆଉ ସେ ଘୋଷଣା କଲେ। ହଁ? ଜହନ 19:30 ସେ ଘୋଷଣା କଲେ। ସେଥିରେ ସେ ଯୀଶୁ ସେ ଅମୃତ ପାନ କରି କହିଲେ ସମାପ୍ତ ହେଲା। ଆଉ ସେ ମସ୍ତକ ଅବନତ କରି ପ୍ରାଣ ତ୍ୟାଗ କଲେ ଲେଖା ହେଇଛି। ପାପର ବେତନକୁ ସେ ମୃତ୍ୟୁ ଦେଲେ। ହଁ, ବର୍ତ୍ତମାନ 2025 ବର୍ଷ ପୂର୍ବରୁ ବ୍ୟବସ୍ଥାର ସମସ୍ତ ଆମ ଆଡକୁ ଯୋଉ ଅଭିଯୋଗ ପତ୍ର ଥିଲା କଣ କଲେ? ହେଲେ ବର୍ତ୍ତମାନ କେମିତି ଆମେ ଏ ଯାକ ବୁଝିବା ଅଲଗା କଥା। ବାକ୍ୟ ଲେଖା ହେଇଛି ତାହାଙ୍କ ହାତରେ କୁଲା ଅଛି ଆଉ ସେ ପାଛୁଡିବେ। ଆଉ ସେ ପାଛୁଡିଲେ କଣ ହବ ଏ ଅଗାଡି ଗୁଡାକ ଗମ ଠାରୁ ଅଲଗା ହବ। ମାଥିଉ 13:49 ଲେଖା ହେଇଛି ଯୁଗାନ୍ତ ସମୟରେ ଈଶ୍ୱରଙ୍କ ଦୂତମାନେ ବାହାରି ଆସିବେ ଆଉ ଧାର୍ମିକ ମାନଙ୍କ ଠାରୁ ଦୁଷ୍ଟ ମାନଙ୍କୁ ବିଭିନ୍ନ କରିବେ। ଦେନ୍ ଏଇ ଦୁଷ୍ଟ ଲୋକମାନେ ଏଇ ଧାର୍ମିକ ମାନଙ୍କ ଭିତରେ ସେମାନେ ମିଶ୍ରିତ ହେଇକି ଅଛନ୍ତି। ତେବେ ଅଗାଡି ଗୁଡାକ ମଧ୍ୟ ବର୍ତ୍ତମାନ ଏଇ ଜାଗାରେ ଆମେ ପାଇପାରିବା ସେମାନେ ଗହମ ଭିତରେ ମିଶିକି ଅଛନ୍ତି। ଆମେ କାହିଁକି ପରିତ୍ରାଣ ପାଇଲା ପରେ ଆମ ଜୀବନ ବହୁତ କଷ୍ଟ ଅନେକ ଗୁଡେ ସମୟରେ ଆମେ ପରିସ୍ଥିତିକୁ ସାମ୍ନା କରୁଛୁ। ହଁ ଯଦି ପରିତ୍ରାଣ ପାଇଲି ଟିକେ ଲେଟରେ ପରିତ୍ରାଣ ପାଇଥିଲେ ହେଇନଥାନ୍ତା।
ଏଇଟା ଗୋଟେ ଚିନ୍ତା ମୁଁ ମଧ୍ୟ ମୋର ଲାଇଫରେ ମୋର ଜୀବନରେ ମୁଁ ଚର୍ଚ୍ଚ ଆସିଲା ପରେ କରିଛି। କିନ୍ତୁ ଭାଇ ଭଉଣୀ ମାନେ ବେଶୀ ଚିନ୍ତା କରନ୍ତୁ। ଆଜି ଆମର ବେଶୀ ଗୁରୁତ୍ୱପୂର୍ଣ୍ଣକୁ ଅ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆମେ ପଢିଛୁ ବାଇବଲ। ସେଇଠି ଗୋଟେ ରୋଗ ଅଛି ଯୋଉ ରୋଗ କି ବାହାରେ ଦେଖାଯାଉଛି ଲକ୍ଷଣ ଦ୍ଵାରା। ଆଉ ସେଇଠି ଗୋଟେ ରୋଗ ଅଛି ଯାହାକି ବିନା ଲକ୍ଷଣରେ ଲାଷ୍ଟ ଷ୍ଟେଜରେ ପ୍ରକାଶ ପାଏ। ଯୋଉ ରୋଗ ବାହ୍ୟ ଭାବରେ ଯଦି ଆମେ ବାହିକ ବାହାରେ ଯଦି ଲକ୍ଷଣ ଦ୍ଵାରା ଯଦି ଆମେ ଜାଣୁଛୁ ତାହେଲେ ଇମିଡିଏଟଲି ଆମେ ସେଇଟା ଟ୍ରିଟମେଣ୍ଟ କରିବା ପାଇଁ ଆମେ ଯାଉଛୁ ଷ୍ଟେପ ନଉଛୁ। କିନ୍ତୁ କିଛି ରୋଗ ଅଛି ଯୋଉ ରୋଗ ଗୁଡାକ ଲାଷ୍ଟ ଷ୍ଟେଜରେ ହିଁ ଜଣା ପଡେ। କାରଣ ଆମ ପାଖରେ କୌଣସି ଏଇ ପ୍ରକାର ଭାବରେ ଶରୀରରେ ସେ ରୋଗକୁ ଲକ୍ଷଣ ଦ୍ଵାରା ଚିହ୍ନିବା ପାଇଁ ଆମ ପାଖରେ କିଛି କିଛି ସାଇନ୍ ସିମ୍ପଟମ ନାହିଁ, ବାହାରିବ ନାହିଁ। ଉଦାହରଣ ସ୍ୱରୂପ HIV ପଜିଟିଭ ହଉ କି କ୍ୟାନସର ହଉ, ହୁଁ, କି ଲେପ୍ରୋସି ହଉ। ଲେପ୍ରୋସି ଯାକୁ ହବ ଠିକ 3 ବର୍ଷ ପରେ ସେ ଜାଣିବ ମତେ ଲେପ୍ରୋସି ହେଇଯିବ, ତାର ଲକ୍ଷଣ ବାହାରିବ। ଏଇ ରୋଗ ଗୁଡାକର ମୁକ୍ତି ପାଇବା ପାଇଁ ସମାଧାନ ପାଇବା ବହୁତ କଷ୍ଟ। ତ ମନୋରୋଗ ଆସିଲା ପରେ ପରିତ୍ରାଣ ପାଇଲା ପରର ଜୀବନ ହଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଯେମିତି ଆମମାନେ ପାପ ଦ୍ଵାରା କଷ୍ଟ ପାଇକି ବଞ୍ଚୁଥିଲୁ। ଆମେ ଜଗତରେ ଥିଲା ସମୟରେ ପାପକୁ ନେଇକି ଆମେ କଷ୍ଟ ପାଉଥିଲୁ। ପାପକୁ ନେଇକି ଆମେ ସଦାବେଳେ ଆମେ ହଇରାଣ ହଉଥିଲୁ। ଆମେ ପ୍ରାର୍ଥନା କଲା ସମୟରେ ମଧ୍ୟ ଆମ ପାଖରେ ଭୟ ଥିଲା। ଆରେ ମୁଁ ତ ପାପୀ, ମୋ ପାଖରେ ପାପ ଅଛି, ମୁଁ ନରକକୁ ଯିବି। ବାହ୍ୟ ଭାବରେ ଆମର ବ୍ୟବହାର ଦ୍ଵାରା, ଆମର କାର୍ଯ୍ୟ ଦ୍ଵାରା, ଆମର ପରିଶ୍ରମ ଦ୍ଵାରା ଯେତେ ଚେଷ୍ଟା କଲେ ମଧ୍ୟ ଆମେ କେବେ ଆମର ହୃଦୟ ଭିତରେ ଆମେ ଏକ୍ସପିରିଏନ୍ସ ବା ପ୍ରମାଣ ପାଉନଥିଲୁ ଆମେ ସ୍ୱର୍ଗକୁ ଯିବା ବୋଲି। ଭାବି ଦେଖନ୍ତୁ, ଯୋଉ ସମୟରେ ଆମେ ଏସବୁ ବିଷୟରେ ଚିନ୍ତା କରିବା, ଏସବୁ ଗୋଟେ ବ୍ୟକ୍ତି ଯେ କି ଯେତେବେଳେ ଜଙ୍ଗଲକୁ ଯାଉଛି ତା ପାଖରେ ଯଦି ଗୋଟେ ଚିନ୍ତା ଅଛି, ପଜିଟିଭ ଚିନ୍ତା, ଭାବୁଛି ସେ ହଁ ମୁଁ ବର୍ତ୍ତମାନ ଯିବି ଆଉ ମୋ ବାପାଙ୍କୁ ମୁଁ ଖୁଏଇବି, ବାପା ମତେ ଖୁସିରେ ଆଶୀର୍ବାଦ କରିବେ। କିନ୍ତୁ ପ୍ରକୃତରେ ଏସବୁ ହୃଦୟ ଭିତରେ, ଏବେ ଏସବୁ ହୃଦୟ ଭିତରେ ଯଦି ରିବିକା ସହିତ ତାର ସମ୍ପର୍କ ହିଁ ନାହିଁ, ତାର ମନ ଭିତରେ କୋଉ ବିଷୟକୁ ନେଇ ସେ ଠକି ଯାଇଛି? ନିଜର କାର୍ଯ୍ୟ, ନିଜର ପରିଶ୍ରମ, ନିଜର ଧାର୍ମିକତା। ଗୋଟେ ନିର୍ଦ୍ଦିଷ୍ଟ ସମୟ ପରେ ବଞ୍ଚିବାର ଜୀବନ ଯାପନ ହଉଛି ସୁଖମୟ। କିନ୍ତୁ ଏଇ ନିର୍ଦ୍ଦିଷ୍ଟ ସମୟ ବହୁତ ଲିମିଟେଡ, ବହୁତ କମ ସମୟ। ବହୁତ କମ ସମୟ ମଣିଷ ଏ ଜଗତରେ ଖୁସିକୁ ଖୋଜିବା ପାଇଁ ଅନେକ ସମୟକୁ ନଷ୍ଟ କରୁଥାଏ। ଯଦି ମଣିଷ ପାଖରେ ବହୁତ କମ ସମୟ ଅଛି, କିନ୍ତୁ ମଣିଷ ବହୁତ ଗୁଡେ ମାଧ୍ୟମରେ, ବହୁତ ଗୁଡେ ରାସ୍ତାରେ, ବହୁତ ଗୁଡେ ପ୍ରଣାଳୀ ମେଥଡ ୟୁଜ କରିକି ସେ ତାର ଜୀବନକୁ ସେ କମ୍ଫର୍ଟେବଲ କରିବାକୁ ଚାହୁଁଛି। ମୋ ସାମ୍ନାରେ, ମୋର ଦୈନନ୍ଦିନ ଜୀବନରେ ମୋ ସାମ୍ନାରେ ଅନେକ ଲୋକଙ୍କୁ ମୁଁ ସମାଜ ଦେଇକି ଆସିଛି। ଗତ 2 ଦିନ ପୂର୍ବରୁ ମଧ୍ୟ ଆମେ ଗୋଟେ ଭାଇଙ୍କୁ ହରେଇଲୁ। କିଛି ଦିନ ଗଲା ପୂର୍ବରୁ ସେ ଚର୍ଚକୁ ଆସିଥିଲେ, ମୁଁ ତାଙ୍କ ମସ୍ତକ ଉପରେ ହାତ ରଖି ପ୍ରାର୍ଥନା କରୁଥିଲି। ଆଉ ତାଙ୍କ ଦିନେ ସେ ରାତ୍ରି ସମୟରେ ସେ ବହୁତ ସିରିୟସ ହେଇଗଲେ, ରାତିରେ ହିଁ ମତେ ଫୋନ କଲେ। ଦେନ୍ ଏର୍ଲି ମର୍ଣ୍ଣିଂରେ ଆମେ 4ଟାରେ ଏଠୁ ବାହାରିଲୁ ତାଙ୍କ ପାଖକୁ। ତ ସେଇଦିନ ମୁଁ ତାଙ୍କୁ ବାକ୍ୟ ପ୍ରଚାର କଲି, ଆଉ ତାଙ୍କର ପରିତ୍ରାଣକୁ ଚେକ୍ କଲି, ତ ପରିତ୍ରାଣ ବହୁତ ସ୍ପଷ୍ଟ ଥିଲା ତାଙ୍କର। ତା ସହିତ ବର୍ତ୍ତମାନ ତାଙ୍କ ପାଇଁ ମୁଁ ପ୍ରାର୍ଥନା କଲି। ଆଉ ଶେଷରେ ସେ କଣ ବୋଲି ମତେ କହିଲେ ଜାଣିଛନ୍ତି? ପାଷ୍ଟର ମୁଁ ଯେବେ ମରିବି ଆପଣ ନିଶ୍ଚୟ ଆସିବେ ଆମ ଘରକୁ। ଆପଣ ନିଶ୍ଚିତ ଭାବରେ ଆମ ଘରକୁ ଆସିବେ ଆଉ ମୋ ପାଇଁ ପ୍ରାର୍ଥନା କରିବେ। ମୋର ପରିବାର ପାଇଁ, ମୋର ପରିବାର ଲୋକ କିଛି ଜାଣିନାହାନ୍ତି ସୁଷମାଚାର ବିଷୟ, କିନ୍ତୁ ଆପଣ ନିଶ୍ଚିତ ଭାବରେ ଆମ ଘରକୁ ଆସିବେ। ଆଉ ମୋର ପରିବାର ପାଇଁ ଆମ ପାଇଁ ପ୍ରାର୍ଥନା କରିବେ। ସେ ଦିନ ଯେତେ ସେ କହିଥିଲେ, ଆଉ ଗତକାଲିର ଦିନ ବହୁତ କମ ସମୟ ଥିଲା। ଆଉ ସେ ସବୁଦିନ ପାଇଁ ଏ ଜଗତ ଛାଡିକି ଚାଲିଗଲେ। ଆଉ ସେ ଜଗତକୁ କିଏ ଫେରିବେ ନାହିଁ। ଏ ଶରୀରକୁ ଅଲରେଡି ପରମେଶ୍ୱର ନିଷ୍ପତ୍ତି ଦେଇ ସାରିଛନ୍ତି। ୱାନ୍ସ ଯଦି ପ୍ରାଣ ଶରୀରକୁ ଛାଡିଲା ତାହେଲେ ଶରୀରକୁ ମାଟିରେ ପୋତିବା ପାଇଁ। କିନ୍ତୁ ତାଠୁ ଅତି ଭୟଙ୍କର ବିଷୟ ହଉଛି କଣ ଜାଣିଛ? ୱାନ୍ସ ଯଦି ଆମ ଶରୀର ମାଟି ଭିତରୁ ଗଲା ତାହେଲେ ସେ ପାଇବାଟା ବହୁତ କଷ୍ଟ ନାହିଁ, ଅସମ୍ଭବ। କାରଣ ସେ ମାଟିରେ ସେ ଶରୀର ମିଶିଯିବ। ଆଉ ଖୋଜିଲେ କୋଉଠୁ ପାଇବା ଆମେ?
ଯଦି କାଠ ଜଳିଗଲେ ପାଉଁଶ ହେଇଯାଉଛି, ଆମେ ପାଉଁଶକୁ ଆମେ କଣ କଲେ କାଠକୁ ଫେରେଇ ପାରିବା? ଯୋଉ କାଠ ଥରେ ଜଳିକି ପାଉଁଶ ହେଲା, ସେ ପାଉଁଶ ଆଉ କେବେ କାଠ ହେଇପାରିବ ନାହିଁ, ନା ନାଇଁ? ଯଦି ଥରେ ଯୋଉ ଲୁଣ ଯଦି ତରକାରୀରେ ମିଶିଗଲା, ତାହେଲେ ସେ ତରକାରୀର ଲୁଣକୁ ବାହାର କରିବାଟା ଇମ୍ପସିବଲ। ଯଦି ଥରେ ମଣିଷର ଶରୀର ମାଟିରେ ମିଶିଲା, ତାହେଲେ ସେ ମାଟିରୁ ସେ ଶରୀରର ଗୋଟେ ଛୋଟ ଅଂଶ ମଧ୍ୟ ପାଇବାଟା ଅସମ୍ଭବ। ତାହେଲେ ଏ ଅଗାଡି ଗୁଡାକୁ ଏ ଅଗାଡି ଗୁଡାକୁ ଯଦି ଆମର ମଣିଷ ସହିତ ତୁଳନା କରିବା, ତାହେଲେ ଏ ଅଗାଡି ଗୁଡାକ ବର୍ତ୍ତମାନ ନିଜେ ଜାଣିଛନ୍ତି ନା ନାଇଁ ଆମେ ଧାର୍ମିକ ନାଇଁ ବୋଲି। ପ୍ରଭୁଙ୍କର ଦୂତ ମାନେ ବାହାରେ ଆସିକି ଲେଖା ହେଇଛି, ଆସିବେ ଆଉ ଧାର୍ମିକ ମାନଙ୍କ ଠାରୁ ଏ ଦୁଷ୍ଟ ମାନଙ୍କୁ ଅଲଗା କରିବେ। ଏ ଦୁଷ୍ଟ ମାନେ ବା ଅଗାଡି ଯଦି ବର୍ତ୍ତମାନ ଗହମରେ ମିଶିକି ଅଛି, ଏ ଦୁଷ୍ଟ ମାନେ ବର୍ତ୍ତମାନ ଧାର୍ମିକ ମାନଙ୍କ ଭିତରେ ବସିକି ଅଛନ୍ତି ଆଉ କଣ ଭାବୁଛନ୍ତି ଜାଣିଛନ୍ତି, ଆମେ ବି ଧାର୍ମିକ। କିନ୍ତୁ ରିଆଲିଟିରେ ଏବେ ପରମେଶ୍ୱରଙ୍କ ସାମ୍ନାରେ, ପ୍ରଭୁଙ୍କର ବିଚାରରେ, ପ୍ରଭୁଙ୍କର ବାକ୍ୟରେ ଏମାନେ ଦୁଷ୍ଟ। ଯେ ମୁଁ ଚର୍ଚ୍ଚ ମୁଁ ପରିତ୍ରାଣ ପାଇଲି, ଧାର୍ମିକ ହେଲି, ମୁଁ ପବିତ୍ରକୃତ ହେଲି କହିକି ମୁଁ ଚର୍ଚ୍ଚକୁ ଆସିଲି। କିନ୍ତୁ ମୁଁ କେବେ ମଧ୍ୟ ଆଶା କରୁନଥିଲି ଯେ ମଣ୍ଡଳୀ ବା ପରମେଶ୍ୱର ଦାସଙ୍କର ମୁଖରୁ ମୁଁ ସେଇ ବିଷୟ ଶୁଣିବା ପାଇଁ, ତୁ ଖରାପ, ତୁ ମିଥ୍ୟାବାଦୀ, ତୁ ଚୋରଟା, ତୁ ବେବିଚାରୀଟା, ତୋ ପାଖରେ ବେଶୀ ଉଚ୍ଚ ହୃଦୟ ଅଛି, ତୁ ଦାମ୍ଭିକ, ଇତ୍ୟାଦି ବିଷୟ ଗୁଡାକ ମୁଁ ଶୁଣି 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 ଆସିଛି ଚର୍ଚ୍ଚରେ। ଆଉ ବାଇବଲ ଖୋଲିଲେ ବାଇବଲ ବି ସେମିତି କହୁଛି। କିନ୍ତୁ ଇଏ ଏ ଭିତରେ ଏ ଦୁଷ୍ଟ କିଏ? ଏ ଦୁଷ୍ଟର ପ୍ରକୃତର ଏ ଦୁଷ୍ଟ ମାନେ କିଏ? ଯୋଉ ଦୁଷ୍ଟ ମାନେ ବାହାରେ ସମାନ ଦେଖା ଯାଉଛନ୍ତି ଧାର୍ମିକ ବୋଲି, କିନ୍ତୁ ଭିତରେ ଆମେ ଦୁଷ୍ଟ। ହଁ, ମୁଁ ବେଶୀ ମଦ ପିଉଥିଲି, ମୁଁ ବେଶୀ ମଦ ପିଉଥିଲି, ମୁଁ ବେଶୀ ସିଗରେଟ ଟାଣୁଥିଲି, ମୁଁ ବେଶୀ ପୁଡ଼ିଆ ଖାଉଥିଲି, ଇତ୍ୟାଦି ଜିନିଷ ଭାଇ ମୁଁ ଦୁଷ୍ଟ। ଜାଗତିକ ଦୃଷ୍ଟିରୁ ତାହେଲେ ଦୁଷ୍ଟ ମାନଙ୍କର କେତେଟା ସିମ୍ପଟମ ଲେଖା ହେଇଛି ଭାଇ? ଯଦି ଆପଣ ଦିଶା ପୁସ୍ତକ ଯଦି ଆପଣମାନେ 48 ପର୍ବର ଶେଷ ପଦ ପଢିବେ, ସେଇଠି ଗୋଟେ ବାକ୍ୟ ଲେଖା ହେଇଛି, ଟିକେ ଖୋଲିକି ଦେଖିବା। ଆମେ ଜଣେ କିଏ ହେଲେ ଆପଣମାନଙ୍କ ଭିତରେ ପଢିପାରିବେ, ଦିଶା 48 ପର୍ବର ଅ, ଶେଷ ପଦ ଦେଖିବା ମାନେ। ଜଣେ କିଏ ପଢନ୍ତୁ, ପାଇଲେ ବୋଲି, ପାଇଲେ କି? କିଏ ପଢିବ? ଜଲ୍ଦି ପଢନ୍ତୁ, ଅନମ୍ୟୁଟ କରି କିଏ ପଢିବ? ସଦାପ୍ରଭୁ କହନ୍ତି, ଦୁଷ୍ଟ ସଦାପ୍ରଭୁ କହନ୍ତି। ଲୋକମାନଙ୍କର କିଛି ଶାନ୍ତି ନାହିଁ। ଫାଷ୍ଟ ଲକ୍ଷଣ ଦେଖନ୍ତୁ, ଦୁଷ୍ଟ ମାନଙ୍କର ଶାନ୍ତି ନାହିଁ। ଏ ଯଦି ଦୁଷ୍ଟ ମାନଙ୍କର ଶାନ୍ତି ନାହିଁ, ତାହେଲେ ଏମାନଙ୍କ ହୃଦୟ ଭିତରେ କଣ ଅଛି? ଅଶାନ୍ତି। କିନ୍ତୁ ଦୁଷ୍ଟ ମାନେ କେବେ ଆମେ ପାପୀ ବୋଲି କେବେ କହିବା ଲୋକ ନାହିଁ ଏମାନେ। କାରଣ ଏମାନେ ଧାର୍ମିକ ଭିତରେ ଅଛନ୍ତି, ଆଉ ଏମାନେ ତାଙ୍କ ମୁଖରୁ କହୁଛନ୍ତି ଆମେ ଧାର୍ମିକ। କିନ୍ତୁ ଦୁଷ୍ଟ ମାନେ ଏମାନଙ୍କ ଭିତରେ ଶାନ୍ତି ନାହିଁ, କାହା ସହିତ ମଧ୍ୟ ସନ୍ତୁଷ୍ଟ ନାହିଁ ଦୁଷ୍ଟ। ଇଭେନ ପିତର ଦିନେ କହୁଛନ୍ତି, ଯୀଶୁ କଣ ପାଇଁ ଆପଣ ଏମିତି କଥା ହଉଛନ୍ତି? ମୁଁ କେବେ ଆପଣ ଅସ୍ୱୀକାର କରିବି ନାହିଁ, ହେଲେ ଶାନ୍ତିର ହୃଦୟରେ ପିତର କହିଲେ ଯୀଶୁ, ଖୁସିର ମନରେ କହିଲେ। ଯଦି ମୁଁ ପ୍ରାକ୍ଟିକାଲି ଯଦି ଏ ବିଷୟରେ ଯଦି ମୁଁ ଚିନ୍ତା କରୁଛି, କି ପ୍ରକାର ଏମାନଙ୍କ ପାଖରେ କି ଶାନ୍ତି ଏଟା ଯାହାକି ଆମ ପାଖରେ ନାହିଁ। ସେ ବିଭିନ୍ନ ପ୍ରକାର ଶାନ୍ତି ଅଛି ନା ଦୁନିଆରେ। ଖରାଦିନ ଯଦି ଆମେ ବେଶୀ ହିଟ୍ ସନସାଇନରେ ଯଦି ଆମେ ବାହାରେ ବୁଲୁଛୁ, ଆସିକି ଥଣ୍ଡା ପାଣି ଟିକେ, ନହେଲେ ସ୍ପ୍ରାଇଟ୍ ଟିକେ, ଥମ୍ସଅପ୍ ଟିକେ ପିଇଲେ କେମିତି ଲାଗୁଛି?
ମୁଁ 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 ଭାବୁଛି ଆମେ ସମସ୍ତେ ଏମିତି କହିଥିବା ଜୀବନ ଥଣ୍ଡା ଟିକେ ପିଲାର ଶାନ୍ତି ଲାଗିଲା। ଏଇଟା କି ପ୍ରକାର ଶାନ୍ତି ଏଇଟା ଯେ ଲେଖା ହେଇଛି ଦୁଷ୍ଟ ମାନଙ୍କ ପାଖରେ ଶାନ୍ତି ନାହିଁ। ୟାର ଅର୍ଥ ନାହିଁ ଆମ ପାଖରେ ଶାନ୍ତି ନାହିଁ ମାନେ ଏମାନେ ଶାନ୍ତିରେ ଅଛନ୍ତି। ହଁ ଏମାନଙ୍କ ପାଖରେ ଶାନ୍ତି ଅଛି, ମାତ୍ର ସେ ଶାନ୍ତି କେ ମଧ୍ୟ ପରମେଶ୍ୱରଙ୍କ ଥରେ ଆସିଥିବା ଶାନ୍ତି ନାହିଁ। ଯୋଉ ସମୟରେ ମୋର ହୃଦୟକୁ ମୁଁ ମନେ ପକଉଛି, ମୋର ହୃଦୟକୁ ଟ୍ୟୁନ୍ ଅପ୍ କରିବା ପାଇଁ, ମୋର ହୃଦୟକୁ ଅପରେସନ କରିବା ପାଇଁ ପରମେଶ୍ୱର ଦାସଙ୍କୁ ପ୍ରଭୁ ଦେଇଛନ୍ତି। ଯେହେତୁ ଛୋଟ ଛୁଆ ମାନଙ୍କୁ ଯଦି ଆମେ ମେଡିକାଲ ନେବା, ଇଞ୍ଜେକ୍ସନ ଯଦି ଡକ୍ଟର ଧରିକି ଆସିଲା ତାହେଲେ ସେ ଛୁଆ କାନ୍ଦିବ ଆଉ ଗାଳି କରିବ। ମୁଁ ଯେତେବେଳେ ୟଙ୍ଗ ଏଜରେ ଥିଲି, ମୁଁ ଛୋଟ ଥିଲି, ମୁଁ ବି ଏବେ ବି ମନେ ପକେଇ ପାରିବି, ମନେ ପକଉଛି ମୋ ପାଖରେ ମେମୋରି ଅଛି। ଏଠି ଗୁଡ୍ରି ପଡିର ହସ୍ପିଟାଲ ମାସକୁ 15 ଦିନ 16 ଦିନ ମେଡିକାଲରେ ଖାଲି ଶୁଅନ୍ତୁ। ତ ମତେ ଏବେ ବି ମନେ ଅଛି ମୋର ଲାଇଫରେ ମୁଁ ପାଖାପାଖି 2000 ଅଧିକ ନେଇଥିଲି ଇଞ୍ଜେକ୍ସନ। ଲାଷ୍ଟ ମୁଁ ଏମିତି ହେଇଗଲି, ଆଜି ଏବେ ମଧ୍ୟ ମତେ ଟାବଲେଟ ପସନ୍ଦ ନାହିଁ, ମତେ ଇଞ୍ଜେକ୍ସନ ଆଗ ପସନ୍ଦ। ଯେତେବେଳେ ମୁଁ ଶୋଇଥିବି ନର୍ସ ଧରିକି ଆସିବୁ, ସେ ସମୟରେ କେମିତି ଇଞ୍ଜେକ୍ସନ ଜାଣିଛନ୍ତି? ସେ କାଚ ବାଲା ଇଞ୍ଜେକ୍ସନ, ଏ ସିରିଞ୍ଜ ନାହିଁ। ତାହେଲେ ନିଡିଲ ମଧ୍ୟ ବେଶୀ ମୋଟା ଥିବ। ଏବେର ନିଡିଲ ଟିକେ ବେଶୀ ପତଳା ଅଛି। ସକାଳେ 2 ଥର ମତେ ଇଞ୍ଜେକ୍ସନ ଦିଆହବ, ସନ୍ଧ୍ୟାରେ 2 ଥର ଇଞ୍ଜେକ୍ସନ ଦିଆହବ। ଆଉ ଯୋଉ ଇଞ୍ଜେକ୍ସନ ଦିବାର ପରିବେଶ ଥିବ ତାହା ଅତି ଭୟଙ୍କର ମୋ ପାଇଁ ସେ ସବୁ। ମୁଁ ମେଡିକାଲରେ ପାର୍ଟି କରି ଗାଳି କରୁଥିଲି ନର୍ସ ମାନଙ୍କୁ। ଯିଏ ନର୍ସ ଚିଲେଇ ଚିଲେଇ ମୁଁ ତାଙ୍କୁ ମୁଁ ଜାଣି ମୁଁ କେତେ ଭାଗ ମୋର ଦୃଷ୍ଟି ଖାଲି ମତେ ବଥା ହବ ଇଞ୍ଜେକ୍ସନ ଗେଞ୍ଜିଲେ ମତେ ପସନ୍ଦ ନାହିଁ। କିନ୍ତୁ ମୋର ବାପା ମା ଜାଣିଛନ୍ତି, ଆଉ ମତେ ଏପଟେ ବାପା ଧରିଥିବେ ହାତରେ, ହଁ, ସେପଟେ ଆମର କିଏ ରିଲେଟିଭ ଲୋକ ଥିବେ ମତେ ଧରିବେ, ଏମିତି ମଧ୍ୟ ସିଚୁଏସନ ଫେସ୍ କରୁଛି। ଗୋଡ ଦିଟା ଧରା ହବ, ହାତ ଧରା ହବ, ଆଉ ମତେ ଇଚ୍ଛାରେ ଇଞ୍ଜେକ୍ସନ ଗେଞ୍ଜା ହବ। ଏମିତି କେବେ ହେଇଛନ୍ତି କି ଆପଣ? ହେଇଥିବେ ନା ପିଲାବେଳେ। ପାଟି କଲେ, ଯେତିକି ପାଟି କଲେ ମତେ କିଏ ଶୁଣିବ ସେ ପାଟି? ହଁ? ଲାଷ୍ଟ ସେ ନର୍ସ ଦେଇକି ଗାଲରେ ଆଉଁସୁଥିବ ତାର ହାତରେ, ମୁଁ ଯଦି ବନ୍ଧୁକ ଥାନ୍ତା ବୋଲେ ଗୁଳି କରିକି ଇଞ୍ଜେକ୍ସନ ଦେଇକି ବଥା କରିଲୁ, ଆରେ ଗାଲରେ ଆଉଁସୁ। ନେକ୍ସଟ ତାପର ତ ଆଉ ଥରେ ସେ ମୁହଁ ଦେଖିବା ପାଇଁ ବାଧ୍ୟ ହୋଇଥାଏ। କେତେ ମୋର ଜ୍ଞାନ, ହଁ ମୋର ଦୃଷ୍ଟି ଖାଲି ମୋର ଶରୀରରେ ଆଘାତ କରୁଛି ଏ ଲୋକ, ମୁଁ ଯାହା ପାଇଁ ଦିଆଯାଉଛି। ତାପରେ ମଣ୍ଡଳୀ ମତେ ଅ, ମୋ ପାଖ ଆସିକି ସେ ଜୋର ଜବରଦସ୍ତ, ଅଧିକାଂଶ ସମୟରେ ମୁଁ ବହୁତ ଗୁଡେ ଅ, ଅଭିଯୋଗ, କ୍ରୋଧ, ରାଗ, ଇଚ୍ଛା ନଥିବା ବିଷୟ କରିବା ପାଇଁ, ଚର୍ଚ୍ଚ ମତେ ଏଇଟା କରିବା ପାଇଁ ମତେ ଇଚ୍ଛା ନାହିଁ। ଯଦି ଆମେ ବଜାରକୁ ଯାଉଛୁ, ବଜାରରେ ସୁନା ଗୁଡାକ ସୁନ୍ଦର ସୁନ୍ଦର ସୁନା ଦୋକାନ ଗୁଡାକରେ ଟଙ୍ଗା ହେଇଥିବ। ମୁଁ ଗତ ଥର କେରଳାକୁ ଯାଇଥିଲି, ତ ଆମର ପାର୍ଶ୍ୱ ଜେମ୍ସ ଯିଏ ଥିଲେ ସେ ମତେ ସ୍ପେଶାଲ ନଡିଆ ପାଣି, ପଇଡ ପାଣି ପିଇବା ପାଇଁ ନେଇଥିଲେ ମୋର, ବେଶୀ ସ୍ୱାଦ କେରଳାରେ। ତ ଯୋଉଠି ଆମେ ପଇଡ ପିଉଥିଲୁ ସେ ପାଖରେ ଆଗ ସୁନା ଦୋକାନ ଥିଲା। ସେ ସୁନା ଦୋକାନରେ ସୁନା ଯାକ ଯେମିତି ସଜାଇକି ରଖା ହେଇଥିଲା, ସେ ଲାଇଟ ବ୍ରାଇଟ ଟିକେ ଦେଖାଉଥିଲା, ଗୋଲ୍ଡେନ କଲର ସୁନା। ଏମିତି ଅ, ଖାଲିରେ ସେଇଟା ଏମିତି ସୁନା ସେଠି ଟଙ୍ଗା ହିଁ ନାହିଁ। ସେ ସୁନ୍ଦର ସୁନାକୁ ବନେଇବା ପଛରେ ବହୁତ ଲମ୍ବା କାହାଣୀ ଥିଲା। ଯୋଉ ସୁନା ଅଧିକ ସୁନ୍ଦର ଦେଖାଯାଉଛି, ଆମେ ଏଟଲିଷ୍ଟ ଏତିକି ଆମ ପାଖରେ ବୁଝାମଣା ଅଛି, ଆମେ ଜାଣିଛୁ ଯେ କୋଉ ପ୍ରକାର ଭାବରେ ସେ ସୁନାକୁ ସେଫ୍ ଡିଜାଇନ ଦେବା ପାଇଁ ଦିଟା ବିଷୟର ଅଧିକ ବିଷୟ
ବିଷୟରେ ସମସ୍ତ ବିଷୟରେ ଦୁଇଟାର ବିଷୟ ସୁନାକୁ ଦିଆଯାଇଛି, ସେଟା ହଉଛି ନିଆର ଫ୍ଲେମ୍ ଆହୁରି ଇଟା କାମ। ହେଲେ ଗୋଟେ ସୁନା ଦୋକାନରେ ଯଦି ଯିବା ତାହେଲେ ଆମେ ଗୋଟେ ସୁନାର ଡିଜାଇନକୁ ଦେବା ତାହେଲେ ସେ ସୁନାରୀ ପାଖରେ ଦିଟା ଜିନିଷ ଥିବ। ଆମେ ଆଗରେ ଯୋଉ ପିଲାବେଳେ ଦେଖୁଥିଲୁ, ତାହେଲେ ନିଆର ଫ୍ଲେମ୍ ଦେଇକି ଆଉ ସେମାନେ ଇଟା କାର୍ଯ୍ୟରେ ସୁନାର ଡିଜାଇନକୁ ସେମାନେ ବନେଇଥାନ୍ତି। ଏ ଦୁଷ୍ଟ ମାନେ ଯୋଉ ଲେଖା ହେଇଛି ବାଇବଲରେ, ସଦାପ୍ରଭୁ କହନ୍ତି ଦୁଷ୍ଟ ମାନଙ୍କର କୌଣସି ଶାନ୍ତି ନାହିଁ। କି ପ୍ରକାର ଶାନ୍ତି ଏଇଟା? ମୁଁ ଗତ ଦିନ ମାନଙ୍କରେ ଯେତେବେଳେ ଯୋସେଫ ବିଷୟରେ ଶୁଣୁଥିଲି ବାକ୍ୟ ପାର୍ଟୁନ ଠାରୁ, ତ ଯୋସେଫ ବିଷୟରେ ଷ୍ଟଡି କଲି ମୁଁ, ଯୋସେଫର ହୃଦୟର ଦୁନିଆ ଭିତରେ ପ୍ରବେଶ କଲି, ମୁଁ ଆଶ୍ଚର୍ଯ୍ୟ ହେଇଗଲି। ଯୋସେଫ କେମିତି ଏମିତି ଭାବି ପାରିଲେ, କେମିତି ଏମିତି ଆଟେମ୍ପ ନେଇ ପାରିଲେ? କିଛି ସମୟ ପୂର୍ବରୁ ଯୋସେଫ ଗୋଟେ ବ୍ୟକ୍ତି ଯିଏକି ତାଙ୍କ ଗାତରେ ଠେଲା ହେଲା କହିକି ସେ ରାଗରେ ଥିଲେ। କିଛି ସମୟ ଗଲା ପୂର୍ବରୁ ବର୍ତ୍ତମାନ ଯୋସେଫର ହୃଦୟ ଭିତରେ ଫୋଟିପର ସ୍ତ୍ରୀ ଆଡକୁ ଅଭିଯୋଗ ଥିଲା, ରାଗ ଥିଲା, କ୍ରୋଧ ଥିଲା, ହତ୍ୟାର ହୃଦୟ ଥିବ। କିନ୍ତୁ କଣ ବିଷୟ ଘଟିଗଲା ଯୋସେଫଙ୍କର ହୃଦୟରେ, ହଁ? ଯେ ତାଙ୍କ ହୃଦୟ ଭିତରେ ସେ ପିସଫୁଲି ଶାନ୍ତିରେ ସେ ତାର ଭାଇମାନଙ୍କୁ ସେ ଆଲିଙ୍ଗନ କରିବା ପାଇଁ ଡାକୁଛନ୍ତି। ଯୋସେଫ କେବେ ମଧ୍ୟ ବିଞ୍ଜାମିନର ବସ୍ତାରେ ଉରଫରା ଚାଟିଆ ରଖିବା ପାଇଁ ଗୃହ ତାକୁ କହିନଥିଲେ ତାଙ୍କୁ ଲଜ୍ଜିତ କରିବା ପାଇଁ। ଯୋସେଫର ପ୍ରକୃତ ମନ ଥିଲା ତା ଦ୍ଵାରା ସେ ବର୍ତ୍ତମାନ ତାର ଭାଇମାନଙ୍କୁ ଫେରି ଆଣିବା ପାଇଁ, ତାର ଭାଇମାନଙ୍କୁ ତାଙ୍କ ପାଖକୁ ଆଣିବା ପାଇଁ, ତାଙ୍କ ଭାଇମାନଙ୍କୁ ସେ ମନେ ପକାଉଥିଲେ, ତାଙ୍କ ଭାଇମାନଙ୍କୁ ସେ ମିଶିବାକୁ ଚାହୁଁଥିଲେ। କିନ୍ତୁ ଯୋଉ ପର୍ଯ୍ୟନ୍ତ ବର୍ତ୍ତମାନ ଯୋସେଫର ଭାଇମାନଙ୍କର ହୃଦୟ ଭିତରେ ତାଙ୍କର ରାଇଟନେସ୍ ଅଛି, ତାଙ୍କର ଠିକ ବିଷୟ ଗୁଡାକ ଅଛି, ଆମେ ସେମିତି ଲୋକ ନାହିଁ। ମୁଁ କହିବାକୁ ଚାହୁଁଛି ଯୋସେଫର ଭାଇମାନଙ୍କର ଯୋସେଫକୁ ଫେରିବା ପାଇଁ ଗୋଟେ ମାତ୍ର ରାସ୍ତା ଅଛି। ଚୋର ବୋଲି ପ୍ରକାଶ ନ ପାଇଲେ ସେମାନେ କେବେ ଯିବେ ନାହିଁ। ହେଲେ ଯୋଉ ସରେ ବର୍ତ୍ତମାନ ଗ୍ରାହକ ଆସିକି କହୁଛନ୍ତି, ତମେ ଆମର ମାଲିକର ରୂପାର ତାଟେ ଚୁରିକି ନେଇଛ ତମେ। ସମସ୍ତଙ୍କ ପାଟିରୁ ଚିତ୍କାର କଲେ ସିନା, ନାଇଁ ଆମେ ସେମିତି ଲୋକ ନାହିଁ, ଆମେ ଇସ୍ରାଏଲରୁ ଆସିଛୁ, ଆମେ ଇସ୍ରାଏଲ ସନ୍ତାନ। ଆମେ ଆମର ବ୍ୟାକଗ୍ରାଉଣ୍ଡ ଯଦି ଆପଣ ଶୁଣିବେ ତାହେଲେ ଆପଣ ଆଶ୍ଚର୍ଯ୍ୟ, ଆମେ ସେମିତି ଲୋକ ନାହିଁ। ନିଜର କଣ୍ଟିନ୍ୟୁ ସେମାନେ ସଫାଇ ଦଉଛନ୍ତି। ଠିକ ଅଛି, ଯଦି ସେମାନେ ଯଦି ବର୍ତ୍ତମାନ ରିଆଲିଟିରେ ଦେଖିବା ତାହେଲେ ଏଇଟା ସଠିକ ଜିନିଷ ଏଇଟା ଯେ ବର୍ତ୍ତମାନ ବେଶୀ କି ତାଙ୍କର ସମସ୍ତ ଭାଇ ଭିତରେ ଜଣେ ମଧ୍ୟ ତୁ ଚୋରେଇ ନଥିଲା କି ଯୋସେଫଙ୍କର ରୂପାର ତାଟିକୁ ଚୋରିକି ଆଣିଥିଲେ, ସେଟା ସେ ଆବିଷ୍କାର କରିବା। ଏବେ ଯୋସେଫଙ୍କର ମନକୁ ଦେଖିବା ମାନେ ଆଉ ଯୋସେଫର ଭାଇମାନଙ୍କର ମନକୁ ଦେଖିବା। ଏବେ ଗୋଟେ ପଟେ ଯୋସେଫର ମନ କଣ ଅଛି? ଯୋଉ ଭାଇମାନେ ତାକୁ ଗାତରେ ଠେଳିଦେଲେ, ଯୋଉ ଭାଇମାନେ ତାକୁ ଇସମାଇଲ ବଣିକ ମାନଙ୍କ ପାଖରେ ବିକ୍ରି କରିକି ଗୋଟେ ଅଜଣା ଦେଶକୁ, ଗୋଟେ ଅଜଣା ଜାଗାକୁ ନେଇଗଲେ, ତାକୁ ଯୋଉ ଜାଗାରେ କାହାକୁ ଜାଣିନେ ସେ, ମିଶର ଦେଶରେ କାହାକୁ ବି ସେ ଜାଣିନଥିଲେ। କେତେ ରାଗିବାର ସର୍ତ୍ତ ତାଙ୍କ ପାଖରେ ଥିଲା। ଆରେ ମୋ ଭାଇମାନେ ହେଇକି ମତେ ଏମିତିକାର ଜାଗାକୁ ବିକ୍ରି କରିଦେଲେ, ହଁ? କେମିତିକାର ଭାଇମାନେ ହେଇପାରିବେ ମାନେ? ନିର୍ଦ୍ଦୟ ଭାଇମାନେ ମାନେ ମୋର, ଆଗକୁ ସୁଯୋଗ ପାଇଲେ ଆମକୁ ଛାଡିବିନି। ଯୋସେଫର ମନ ଯଦି ଆମେ ବର୍ତ୍ତମାନ ଗଭର୍ଣ୍ଣର ହେଲା ପୂର୍ବ ପର୍ଯ୍ୟନ୍ତ ଜେଲରେ ଜେଲକୁ ଗଲା ପରେ କିଛି ସମୟ ପର୍ଯ୍ୟନ୍ତ ଯୋସେଫର ହୃଦୟକୁ ଦେଖିଲେ ଯେମିତି ଗୋଟେ ନଦୀର ହିଡକୁ ବନ୍ଧା ହେଇଛି, ସଫା ପାଣି ଆସୁଥିବ, ମାତ୍ର ମାଛ ଧରିବା ପାଇଁ ଯଦି ହିଡ ବନ୍ଧା ହେଲା ବୋଲେ ସେ ପାଣି ପୁରା କାଦୁଅ ହେଇଯାଉଛି, ଗୋଳିଆ ହେଇଯାଉଛି। ସେଇ ପ୍ରକାର ହୃଦୟ ବର୍ତ୍ତମାନ ଯୋସେଫ ପାଖରେ ଅଛି। ଏବେ ସେ ପ୍ରକାର କମ୍ପ୍ଲିକେଟେଡ ଜଟିଳତମ ହୃଦୟ ଯୋସେଫଙ୍କର ଅଛି। ରାଗ, କ୍ରୋଧ, ଅଭିଯୋଗ, ବିରକ୍ତ, ଶତ୍ରୁତା, ହଁ? ଶାନ୍ତି ନଥିବ ଆ ପାଖରେ। ସେଥିପାଇଁ ଜେଲରେ ସେ ଚିତ୍କାର କରୁଛି। ପାନପାତ୍ର ବାହକୁ ସେ କହୁଛି ମୁଁ କିଛି ବି କରିନାହିଁ, ମାତ୍ର ଏଇଠୁକୁ ମୋତେ ଅଣାଯାଇଛି। ଏଇ ପ୍ରକାର ହୃଦୟର ସ୍ଥିତି ଏମିତି କେମିତି ହେଇଗଲା? ତାର ଭାଇମାନଙ୍କୁ ବର୍ତ୍ତମାନ ସେ ଡାକୁଛନ୍ତି ପ୍ରେମର ମନରେ। ହଁ, ତମମାନେ ମୋ ଆଡକୁ ମନ୍ଦ କଳ୍ପନା କରୁଥିଲ ସତ, ତମମାନେ ମୋ ପାଇଁ ମନ୍ଦ କଳ୍ପନା କଲ, କିନ୍ତୁ ତାହା ସମସ୍ତ ବିଷୟ ସଦାପ୍ରଭୁଙ୍କ ଠାରୁ ମଙ୍ଗଳଜନକ ହେଲା ବୋଲି ବର୍ତ୍ତମାନ ଯୋସେଫ କହୁଛି।
ମୁଁ ଯଦି କହିବି ବାଇବଲରୁ ମୁଁ କଣ ଶିଖିଛି ଆଜି ପର୍ଯ୍ୟନ୍ତ 24 ବର୍ଷ ଭିତରେ, ବାକ୍ୟ ତ ଅନେକ ଜାଣିଛି, ମତେ ପ୍ରାକ୍ଟିକାଲି ବଞ୍ଚିଲା ସମୟରେ, ଆଁ, ମୋର ଦୈନନ୍ଦିନ ଜୀବନରେ ପ୍ରାକ୍ଟିକାଲି ବଞ୍ଚିବା ସମୟରେ ଜଣା ପଡିବ ଯେ ମୋ ଭିତରେ କେତେ ବାଇବଲର ବାକ୍ୟ ଫିକ୍ସ ହେଇକି ଅଛି, କୋଉ ବାକ୍ୟ ଦ୍ୱାରା ମୁଁ କଣ୍ଟ୍ରୋଲ ହଉଛି, କୋଉ ବାକ୍ୟ ଦ୍ୱାରା ମୁଁ ଚାଳିତ ହଉଛି। ମୁଁ ଯଦି ଜୋସେଫଙ୍କର ଜୀବନକୁ ଦେଖୁଛି, ହଁ ଜୋସେଫ ପାଖରେ ତିନିଟା ପାୱାର ଆସିଲା। ଫାର୍ଷ୍ଟ ପାୱାର ହଉଛି ଗଭର୍ଣ୍ଣର ପାୱାର ଆସିଲା। ହଁ, ଏଟା ସାଧାରଣ ପାୱାର ନାହିଁ, ଯାହା ଇଚ୍ଛା ସେ କରିପାରିବ। ଇଭେନ ଲେଖା ହେଇଛି ବାଇବଲରେ, ଜୋସେଫଙ୍କର ବିନା ଅନୁମତିରେ ମିଶରରେ ଜଣେ ଲୋକ ନା ଗୋଡ ହଲେଇ ପାରିବ ନା ହାତ ହଲେଇ ପାରିବ ବୋଲି ଲେଖା ହେଇଛି। କେନ୍ତିକା ଅଥରିଟି, କେନ୍ତିକା ପାୱାର ଏଇଟା। ଦ୍ୱିତୀୟ ପାୱାର ପାଇଲା ସେ, ଗଭର୍ଣ୍ଣର ପାୱାର ପାଇଲା ପରେ ଦ୍ୱିତୀୟ ପାୱାର ପାଇଲା ସେ। ଦେଶରେ ନିଜର ଶାସନ, ଦେଶର ନିଜର କର୍ତ୍ତୃତ୍ୱ, ସମସ୍ତ ନିଜ ଇଚ୍ଛା ଅନୁସାରେ ସେ କରିପାରିବ, କିଛି ପ୍ରୋବ୍ଲେମ ନାହିଁ। କିନ୍ତୁ ତୃତୀୟ ପାୱାରକୁ ଯଦି ଆମେ ଦେଖିବା ତାହେଲେ ବହୁତ ଆଶ୍ଚର୍ଯ୍ୟଜନକ। ଆଉ ପ୍ରଥମ ଶକ୍ତି, ଦ୍ୱିତୀୟ ଶକ୍ତି, ଆଉ ତୃତୀୟ ଶକ୍ତି ଯଦି ଦେଖିବା ତାହେଲେ ଆଉ ଗୋଟେ ଶକ୍ତି କଣ? ଏ ଶକ୍ତି ହଉଛି କ୍ଷମା ଦେବାର ଶକ୍ତି। ଏବେ ଯୋସେଫ ବର୍ତ୍ତମାନ ପ୍ରତିଶୋଧ ନେଇ ପାରିଥାନ୍ତି, ଏବେ ଯୋସେଫ ରାଗି ପାରିଥାନ୍ତି, ଯୋସେଫର ଅଥରିଟି ଅଛି, ଯୋସେଫର ପାୱାର ଅଛି, ଗଭର୍ଣ୍ଣର ଯାହା ମତ ସେ କରିପାରିବ। କିନ୍ତୁ ବର୍ତ୍ତମାନ ଯୋସେଫଙ୍କ ହୃଦୟ ଭିତରେ ଏଇ ପ୍ରକାର ପାୱାର ଗୋଟେ ପାଇଲେ ସେ, ଯୋଉ ପାୱାରକୁ ସେ ବର୍ତ୍ତମାନ ୟୁଜ କରୁଛନ୍ତି ପ୍ରାକ୍ଟିକାଲି। କଣ ସେଇଟା? ତାର ଭାଇମାନଙ୍କୁ ସେ କହୁଛନ୍ତି ଯେ ତମ ପୂର୍ବରୁ ପରମେଶ୍ୱର ମତେ ପଠେଇଲେ, ଏବେ ତମେ ଯଦିଓ ମୋ ଆଡକୁ ମନ୍ଦ କଳ୍ପନା କରିଥିଲ, ମତେ ସମସ୍ତ ବିଷୟ ପ୍ରଭୁଙ୍କ ଠାରୁ ମଙ୍ଗଳଜନକ। ବହୁତ ଲମ୍ବା ସମୟ ପୂର୍ବରୁ 2012 ମସିହାର କଥା ମୁଁ କରିବାରେ ଥିଲି, ମୋର ହୃଦୟ ଯୋସେଫଙ୍କ ସଦୃଶ ଘାଣ୍ଟି ହଉଥିଲା। କାହା ଦ୍ଵାରା ଜାଣିଛନ୍ତି? ମୁଁ କାହା ଦ୍ଵାରା ଇନଫ୍ଲୁଏନ୍ସ ହେଇଥିଲି, ବା କାହା ଦ୍ଵାରା ମୁଁ ସଂକ୍ରମଣ ହଉଥିଲି, କାହା ଦ୍ଵାରା ମୋର ହୃଦୟ ଦୋହଲୁଥିଲା, କାହା ଦ୍ଵାରା ମୋର ହୃଦୟରେ ମୁଁ ଡିଷ୍ଟର୍ବ ହଉଥିଲି? ମଣିଷ ଦ୍ଵାରା। ମୁଁ ମଣିଷର କଥା କହୁଥିଲି ଭାଇ। ଏବେ ଯୋସେଫ କହୁଛନ୍ତି ମୁଁ କିଛି ବି କରିନାହିଁ, କିନ୍ତୁ ମତେ ଅନନେସେସରି ଏଠି ଅଣା ହେଇଛି, ରଖା ହେଇଛି। ପାଷ୍ଟର ମତେ ଗୋଟେ ବାକ୍ୟ ଦେଲେ, ତୁମେ ଆପଣଙ୍କ ସମସ୍ତ ଗତିରେ ତାଙ୍କୁ ସ୍ୱୀକାର କର, ପରେ ସେ ତମର ପଥକୁ ସଳଖ କରିବେ। ହଁ, ମୁଁ କେତେଟା ବିଷୟରେ ସିନା ସଦାପ୍ରଭୁଙ୍କୁ ସ୍ୱୀକାର କରିବି? ତୁମେ ଆପଣଙ୍କ ସମସ୍ତ ଗତିରେ ତାଙ୍କୁ ସ୍ୱୀକାର କର, ତହିଁରେ ସେ ତମର ପଥକୁ ସଳଖ କରିବେ। ଏବେ ଯଶୋଙ୍କ ହୃଦୟ ଭିତରେ ବର୍ତ୍ତମାନ କଣ ହେଲା? ସେଥିପାଇଁ ସେ ତାର ଭାଇମାନଙ୍କୁ ସେ କ୍ଷମା ଦଉଛନ୍ତି, ଆଲିଙ୍ଗନ କରୁଛନ୍ତି, ଖୁସି ହଉଛନ୍ତି। କାରଣ ସେ ପରମେଶ୍ୱରଙ୍କର ଇଚ୍ଛାକୁ, ପରମେଶ୍ୱରଙ୍କର ଯୋଜନାକୁ ବୁଝିପାରିଲେ। ଯୋଉଦିନ ସେ ପ୍ରଭୁଙ୍କର ଯୋଜନାକୁ ଜାଣିପାରିଲେ, ସେଇଦିନ ମଣିଷର କଥା ବନ୍ଦ କରିଦେଲେ ସେ କହିବା। ଏବେ ଯଦି ସେ ମୁଖ ଖୋଲୁଛନ୍ତି, ତାହେଲେ ପ୍ରଭୁଙ୍କର ହୃଦୟରେ କଥା ହଉଛନ୍ତି, ପ୍ରଭୁଙ୍କ ବାକ୍ୟ କହୁଛନ୍ତି। କେତେ ଆଶ୍ଚର୍ଯ୍ୟ, କେତେ ମନୋହର ଏ ବିଷୟ, କେତେ ଗୌରବ ବିଷୟ। ବର୍ତ୍ତମାନ ଯୋସେଫଙ୍କୁ ଏବେ ଗଭର୍ଣ୍ଣର ହେଇଗଲେ। ମିଶରର 7 ବର୍ଷ ଦୁର୍ଭିକ୍ଷକୁ ସେ ପରିଚାଳନା କରିବା ପାଇଁ ପ୍ରଭୁ ତାକୁ ବାଛିଥିଲେ। ମୁଁ ଯୋଉ ପାଷ୍ଟର ଭାବରେ ବଞ୍ଚୁଛି, ମୁଁ ବହୁତ ଖୁସି ଆଉ ଧନ୍ୟବାଦ ଦେଉଛି। ଏଥିପାଇଁ ନାହିଁ ଯେ ମତେ ଅଥରିଟି ମିଳିଛି ଏଇଟା ସେଟା କରିବା ପାଇଁ, ସେଇଗୁଡାକ କିଛି ୟୁଜଲେସ୍ ଜିନିଷ। କିନ୍ତୁ ମୋର ହୃଦୟ ଭିତରେ ଗୋଟେ ପରେ ଗୋଟେ ପରେ ଗୋଟେ ପରେ ଗୋଟେ ପରେ ଦିନ ବିତି ଯାଉଛି। ମୁଁ ଯେତେ ଅଧିକ ଦିନ ଚର୍ଚ୍ଚରେ ବଢୁଛି, ମୁଁ ସେତେ ଅଧିକ ଦିନ ମୁଁ ନିଜକୁ ପାଉଛି ଗୋଟେ ୟୁଜଲେସ୍ ଲୋକ। ଯୋଉ ସମୟରେ ବାହ୍ୟ ଭାବରେ ମୁଁ ସର୍ତ୍ତକୁ ସାମ୍ନା କରି ପାଉଛି, ଯୋଉ ସର୍ତ୍ତକୁ ସାମ୍ନା କଲେ, ଯୋଉ ସର୍ତ୍ତକୁ ପାଇଲେ ମତେ ଲାଜ ଲାଗିବା କଥା, ମତେ ଆ ବହୁତ ଗୁଡେ କନସିୟସ ହେଇକି ବଞ୍ଚିବା କଥା। କିନ୍ତୁ ବିଫଳତା ଭାବରେ ସେ ସର୍ତ୍ତ ହିଁ ମତେ ବନଉଛି ପ୍ରଭୁଙ୍କ ପାଖରେ ଆଣ୍ଠେଇବା ପାଇଁ, ପ୍ରଭୁଙ୍କ ପାଖରେ ଛିଡା ହେବା ପାଇଁ, ପ୍ରଭୁଙ୍କ ଠାରୁ ଅନୁଗ୍ରହ ପାଇବା। ହଁ, ମୋର ଅଥରିଟି, ମୁଁ ମଧ୍ୟ ମୋ ଅଥରିଟିକୁ ୟୁଜ କଲି। କିନ୍ତୁ ମତେ ଯୋଉ ଅଥରିଟି ଦିଆଯାଇଛି, ପାଷ୍ଟର ଅଥରିଟି, ଏ ପାଷ୍ଟର ଅଥରିଟି କଣ? ଦିନେ ପାଷ୍ଟର ମତେ କହିଲେ, ୟୁ କ୍ୟାନ୍ ସ୍କୋଲ୍ଡ ଲାଇକ୍ ମି, ୟୁ କ୍ୟାନ୍ ସାଉଟ୍ ଲାଇକ୍ ମି, ବଟ୍ ୟୁ ଡୋଣ୍ଟ ହାଭ୍ ହାର୍ଟ ଲାଇକ୍ ମି।
ତୁ ମୋ ଉପରେ ପାଟି କରିପାରିବୁ ଚର୍ଚ୍ଚରେ ଭାଇ ଭଉଣୀଙ୍କ ଆଗରେ। ଆଜି ଆସୁଛନ୍ତି ସେ ବଲାଙ୍ଗୀର। ହଁ। ମୁଁ ଜାଣିନି ମନୋରଞ୍ଜନ ଭାଇ ଅଛନ୍ତି ନା ନାଇଁ ଆଜି ଏଠି। ଆଖି ଅପରେସନ ହବୁ ଯାଇଥିବୁ। ହଁ। ମୁଁ ତାଙ୍କୁ ବହୁତ ଗାଳି କରୁଛି ସେ ଖଡିଆର ଥିଲା ସେ। ପାଷ୍ଟ ମତେ କହିବାର ତୁ ମୋ ଉପରେ ପାର୍ଟି କରିପାରିବୁ ମୋ ଉପରେ ତୁ ଗାଳି କରିପାରିବୁ କିନ୍ତୁ ମୋ ଉପରେ ହୃଦୟ ତୋ ପାଖରେ ନାହିଁ। କିନ୍ତୁ ଏ ବିଷୟକୁ ମୁଁ କେବେ ବି ବୁଝିପାରିଲି ନାହିଁ। ମୁଁ ଭାବିଲି ଆରେ ତାହେଲେ ପାଷ୍ଟର ଆପଣଙ୍କୁ ଅନୁଗମନ କରୁଛି ମୁଁ ଆପଣଙ୍କୁ ଫଲୋ କରୁଛି ମୁଁ ତାହେଲେ ଜଣେ ଭୁଲ କଲେ କଣ ତାକୁ ମୁଁ ଗାଳି କରିବି ନାହିଁ। ଯଦି ଜଣେ ଭୁଲ କଲେ ମୁଁ ତାକୁ ଅନୁଯୋଗ କରିବି ନାହିଁ। ଆଉ ଗୋଟେ ଦିନ ଶୁଣିଲି ବୁଝିଆକା ପାରିଲି କେବେ ଏମିତି ଯୁଦ୍ଧ କରିଛ ଯୋଉ ଯୁଦ୍ଧରେ ଶତ୍ରୁକୁ ତମେ ଶାନ୍ତିର ମନରେ ବଞ୍ଚେଇବା ପାଇଁ ମନରେ ତାକୁ ଯୁଦ୍ଧ କରିବ। ଆରେ କଣ ଏଇଟା କଥା ଆମକୁ ଇଂଲିଶରେ କହୁଥିଲେ ଆଇ ଏମ୍ ଫାଇଟିଂ ୱିଥ ୟୁ ୱିଥ ପିସଫୁଲ ହାର୍ଟ। ଶାନ୍ତିର ମନ ମୁଁ ତମକୁ ଗାଳି କରୁଛି। ଇଫ ୟୁ ସ୍କୋଲ୍ଡ ଟୁ ସମୱାନ ଦ୍ୟାଟ ଇଜ ନଟ ସ୍ପିରିଚୁଆଲ ସ୍କୋଲ୍ଡିଂ କହିବା। ତମର ମନରେ ଯଦି ଅଶାନ୍ତି ହୃଦୟରେ ତମ ମନରେ ଯଦି ଘୃଣାର ହୃଦୟ ରଖି ତମେ ଜଣକୁ ଗାଳି କରୁଛ ଅନୁଯୋଗ କରୁଛ ସେଇଟା ହଉଛି ଗାଳି ନାହିଁ ସେଇଟା ମର୍ଡର ମର୍ଡର କରୁଛ ତମେ। ହୀରା ସୁନା ଆଉ କଣ ଅଧିକ ହଉଛି ଡାଇମଣ୍ଡ ଯୋଉଟା ଚିକ ଚିକ ମାରୁଛି। ଆରେ କେତେ ଏକ୍ସପେନ୍ସିଭ ଅର୍ଣ୍ଣାମେଣ୍ଟ ଥିବ ନା ଦୁନିଆରେ ଆମେ ଜାଣୁ। ହ୍ୱାଇଟ୍ କରିବାକୁ ଯଦି ଯିବେ ତାହେଲେ ଆପଣ ମାନେ ଗୋଲ୍ଡେନ ଗୋଲ୍ଡ ପାଇବେ। ଆପଣ ସବୁ ହ୍ୱାଇଟ୍ ଗୋଲ୍ଡ ପାଇବେ ଗୋଲ୍ଡେନ ଗୋଲ୍ଡ ହ୍ୱାଇଟ୍ ଗୋଲ୍ଡ ର ଦାମ ବେଶୀ ଅଧିକ। ଧଳା ସୁନା କିନ୍ତୁ ଯଦି ସମସ୍ତ ବିଷୟକୁ ଦେଖିବା ଆଜି ମୁଁ ଯେତେବେଳେ ଆମେ କଲେଜରେ ପଢୁଥିଲୁ ସୁନା ତ ନଥିଲା ମୁଁ ଏ ଚାରିଟା ଆଙ୍ଗୁଠିରେ ରୂପାର ନାହିଁ ତମ୍ବାର ମୁଦି ପିନ୍ଧୁଥିଲି। ନୂଆପଡା ବୋଲି ଜାଗା ଅଛି ଆମେ ରିଟ୍ରିଟ୍ କୁ ଯିବା ପାଇଁ ବସ୍ ଭଡା କରିବା ପାଇଁ ଆଣିବାକୁ ଯାଉଥିଲୁ ତ ସେଇଠି ଗୋଟେ ମଣି ବାବା ବୋଲି ଗୋଟେ ବସ ର ମାଲିକ ଥିଲେ। ଏତିକି ବଡ ମୋଟାର ଚେନ୍ ପିନ୍ଧିଥିବେ ସେ। ଆରେ ଓଜନ ହଉଛି ନା ନାଇଁ ଆଗକୁ ଭାବିବା ଲୋକମାନେ ନିଜର ଶରୀରରେ ଅନେକ ଗୁଡେ ବିଷୟକୁ ସଜେଇଥାନ୍ତି ସୁନ୍ଦର ଦେଖିବା। ଆଜି ମୁଁ ଅଦୃଶ୍ୟ ସୁନ୍ଦରତା ବିଷୟରେ ମୁଁ ଆପଣଙ୍କୁ ପରିଚୟ ଦେବାକୁ ଚାହୁଁଛି ଯାହାକି ହୀରା ମୋତି ମାଣିକ ଠାରୁ ମଧ୍ୟ ଅଧିକ ଏ ଦାମିକିଆ ଆହୁରି ବହୁତ ସୁନ୍ଦର ବିଷୟ। ଏ ପ୍ରକାର ସୌନ୍ଦର୍ଯ୍ୟ ଦୁନିଆରେ କୋଉଠି ନାହିଁ। ଏବେ ଜୋସେଫଙ୍କ ହୃଦୟ ଭିତରେ ଏ ପ୍ରକାର ଆଶ୍ଚର୍ଯ୍ୟ ସମ୍ପତ୍ତିକୁ ସେ ପାଇଲେ। ସେ ଗୋଟେ ମୋମେଣ୍ଟ ଥିଲା ସେଇଠି ଗୋଟେ ମୁହୂର୍ତ୍ତ ଥିଲା ଜୋସେଫଙ୍କ ହୃଦୟ ଭିତରେ ପ୍ରଭୁଙ୍କୁ ଭେଟିବାର ସମୟ ପ୍ରଭୁଙ୍କୁ ସ୍ୱୀକାର କରିବାର ସମୟ। ଯୋଶରେ ସଦାପ୍ରଭୁଙ୍କ ସାମ୍ନାରେ ଏବେ ଜୋସେଫ ଯୋଉ ଜାଣିପାରିଲେ ହଁ ମତେ ଗାତରେ ଠେଲିବାଟା ଭାଇ ମାନେ ମତେ 44 ଘରେ ବିକ୍ରି କରିବାର ଭାଇ ମାନେ ନାହିଁ ପରମେଶ୍ୱର। ଏଟା ପରମେଶ୍ୱର ମତେ କଲେ କାହିଁକି 7 ବର୍ଷର ଦୁର୍ଭିକ୍ଷକୁ ପରିଚାଳନା କରିବା ପାଇଁ ଖ୍ରୀଷ୍ଟଙ୍କର ହୃଦୟ ବିନା ପରମେଶ୍ୱରଙ୍କର ମନ ବିନା ଅସମ୍ଭବ। ଆମେ ଯୀଶୁଙ୍କର ହୃଦୟ କଣ ଆମେ ଯୀଶୁଙ୍କର ହୃଦୟକୁ ଯଦି ଆମେ ଗୋଟେ ଗୋଟେ ଯଦି ଆମେ ଖୋଜିବା ବାଇବଲରେ ତାହେଲେ ଯୀଶୁଙ୍କ ହାତରେ ଖଡଗ ଅଛି ବୋଲି ଆମେ ବାଇବଲରେ ଦେଖୁଛୁ ପଢିଛୁ। ଯୀଶୁଙ୍କ ହାତରେ କରଡା ପ୍ରହାର କରିବା ପାଇଁ କରଡା ଧରିକି ସେ ଗଲେ। ଯୀଶୁଙ୍କ ପାଖରେ ଦୟା ଅଛି ଯୀଶୁଙ୍କ ପାଖରେ କ୍ଷମା ଅଛି ଯୀଶୁଙ୍କ ପାଖରେ ପ୍ରେମ ଅଛି ଯୀଶୁଙ୍କ ପାଖରେ ଖଡଗ ମଧ୍ୟ ଅଛି କରଡ଼ା ମଧ୍ୟ ଅଛି। ଆଉ ଦିନେ କହିଲେ ଯୀଶୁ କଣ ବୋଲି କହିଲେ ମୋ ବଂଶୀ ବଜେଇଲି ତୁମ ନାଚିଲ ନାହିଁ। ଯୀଶୁ ବଂଶୀ ମଧ୍ୟ ଅଛି। ବାଇବେଲ ଲେଖା ହେଇଛି ସମୟ ବିଷୟରେ ଉପଦେଶ ପୁସ୍ତକ। ଚିରିବାର ସମୟ ଅଛି ସିଲେଇବାର ସମୟ ଅଛି। ମଞ୍ଜି ପୋତିବାର ସମୟ ଅଛି ବସେଇବାର ସମୟ ଅଛି। କାନ୍ଦିବାର ସମୟ ଅଛି ହସିବାର ସମୟ ଅଛି। ବହୁତ ଗୁଡେ ଏମିତି ଲେଖା ହେଇଛି ତ। ତ ସେଇଠି କରଡ଼ା ପ୍ରହାର କାହିଁକି ଯୀଶୁ କରିବେ ନାହିଁ? ଯୋଉ ସମୟରେ ଜିରୁସାଲାମ ମନ୍ଦିର ଭିତରେ ପ୍ରଭୁଙ୍କର ମନ୍ଦିର ଭିତରେ
ବର୍ତ୍ତମାନ କଣ କରୁଛନ୍ତି? ମୁଦ୍ରା ବ୍ୟବସାୟ। ଦିଶୁ କାହିଁକି ତମେ ମୋର ପିତାଙ୍କର ଘରକୁ ତମେ ଦୃଷ୍ଟିରୁ ବନେଇଛନ୍ତି, ବେପାର କରୁଛ, ବ୍ୟବସାୟ କରୁଛ କହିକି ଯୀଶୁ କରା ଫଳ ସବୁ ବାହାର କରିଦେଲେ। ଯଦି ଯୋସେଫଙ୍କ ହୃଦୟ ଭିତରେ ଯୋସେଫଙ୍କର ମାପଦଣ୍ଡକୁ ଭାଙ୍ଗିବା ପାଇଁ ପ୍ରଭୁ ଯଦି ଗାତରେ ଠେଲିବା ପାଇଁ ପଡିଲା ଭାଇମାନଙ୍କୁ ବ୍ୟବହାର କରିକି, ତାହେଲେ କଣ ଅସୁବିଧା ଯୋସେଫଙ୍କ ପାଇଁ? କେମିତି ସ୍ଟିଫାନ କହିପାରିଲେ ଯେ ହେ ପରମେଶ୍ୱର, ଏମାନଙ୍କ ପାପ ତମେ ଗଣନା କରୁନାହିଁ, କ୍ଷମା କର। ଯୀଶୁ କେମିତି କହିପାରିଲେ ଏ ପ୍ରଭୁ ଏମାନେ କଣ କରୁଛନ୍ତି ଏମାନେ ଜାଣିନାହାନ୍ତି, ଏମାନଙ୍କୁ କ୍ଷମା କର। ଯଦି ଆପଣ ସମାଗମ ତମରେ ପ୍ରବେଶ କରିବେ, ସମାଗମ ତମର ପ୍ରଥମ ଜାଗାରେ ଆପଣ ଯଜ୍ଞବେଦୀକୁ ପାଇବେ, ତାପରେ ଆପଣ ହସ୍ତ ପ୍ରକ୍ଷାଳନ ପାତ୍ରକୁ ପାଇବେ, ତାପରେ ଆପଣ ଯଦି ଆଉ ଟିକେ ଭିତରକୁ ଯିବେ ତାହେଲେ ସେଠି ପବିତ୍ର ସ୍ଥାନକୁ ପାଇବେ। ଏ ପବିତ୍ର ସ୍ଥାନ ହଉଛି ଜାଗା ଦାର୍ଶନିକ ରୁଟି ଖାଇବାର ନିଜର ଜାଗା। କିନ୍ତୁ ଯଜ୍ଞବେଦୀ, ହସ୍ତ ପ୍ରକ୍ଷାଳନ ପାତ୍ର ଏସବୁ ବିଷୟକୁ ବନେଇବା ପାଇଁ ପ୍ରଭୁ ପିତ୍ତଳକୁ ବ୍ୟବହାର କରିବା ପାଇଁ କହିଲେ। ବାଇବଲ ପିତ୍ତଳର ଅର୍ଥ ହଉଛି ବିଚାର। କିନ୍ତୁ ପବିତ୍ର ସ୍ଥାନ ଭିତରେ ଯୋଉ ସମାଗମ ତୁମ ଭିତରେ, ପବିତ୍ର ସ୍ଥାନ ଭିତରେ ଦାର୍ଶନିକ ରୁଟି ଖାଇବା ପାଇଁ ମେଜ ବନେଇବା ପାଇଁ ପ୍ରଭୁ କହିଲେ, ଯୋଉ ସୋ ବ୍ରେଡ ଟେବୁଲ, ତ ଟେବୁଲ ଟେବୁଲ ବନେଇବ, ତାପରେ ତମେ ସେ ସୋ ବ୍ରେଡ ଟେବୁଲ ର ବନେଇବ। ଆଉ ବର୍ତ୍ତମାନ ସେଟା ଚାରିଆଡେ ତମ ଛେଦ ବାଡକୁ ବନେଇବ। ନିୟମ ସିନ୍ଧୁକକୁ ମଧ୍ୟ ସେଇ ପ୍ରକାର ବୋହିକି ନେବା ପାଇଁ ପ୍ରଭୁ ଦିଟା ରୋଲ ବନେଇବା ପାଇଁ କହିଲେ। ଏବେ ଦାର୍ଶନିକ ମେଜରେ ବସିକି ଯୋଉ ରୁଟି ଖାଇବା ପାଇଁ ପ୍ରଭୁ ନିୟମ ଦେଲେ, ତମେ କାଠର ବାହାରେ ଆର ଭିତରେ ସୁନାର ପ୍ରଲେପ ଦେବ ବୋଲି ଈଶ୍ୱର କହିଲେ। ହେଲେ ପବିତ୍ର ସ୍ଥାନ ଭିତରେ ଏ ଦାର୍ଶନିକ ମେଜର ଜାଗା ଟେବୁଲ ସବୁ ପ୍ରଲେପ ହେଇଥିବାର ଏଇଟା ଜାଗା। ବାଇବଲରେ ସୁନାର ଅର୍ଥ କଣ? ସୁନାର ଅର୍ଥ ହଉଛି ଈଶ୍ୱରଙ୍କର ଗୌରବ ଆଜି ମନ ଭିତରେ ଥାଏ କି ମୋର ହୃଦୟ ଭିତରେ ମୁଁ କୋଉ ହୃଦୟ ଅଛି ମୋ ପାଖରେ? ଫୁଲ ପିଟରେ ଛିଡାକି ଠକିବି ମୁଁ ଭାଇ ଭଉଣୀ? ମୋ ପାଖରେ ଶାନ୍ତି ନାହିଁ, ତାହେଲେ ମୁଁ କେମିତି କହିପାରିବି ମୋ ପାଖରେ ଶାନ୍ତି ଅଛି କହିବି? ଖୁସି ଅଛି କହିବି, ଖୁସି ନାହିଁ କହିବି। ଏବେ ଈଶ୍ୱର ଭାଙ୍ଗିଦେଲେ। ଅଶୋକ, ତୁ ବାକ୍ୟ ଶୁଣୁଛୁ ନା କାହା ସହିତ କଥା ହଉଛୁ? ହଁ, ବାକ୍ୟ ଶୁଣୁଛୁ? ହଁ, ସେଥିପାଇଁ ତ ଲାଇଫ ହଉଛି। ତ ବର୍ତ୍ତମାନ ଯୋସେଫଙ୍କର ହୃଦୟ ଭିତରେ ଯୋସେଫ ସବୁଠାରୁ ମୂଲ୍ୟାୟନ ବିଷୟକୁ ସେ ପାଇଲେ। କଣ ସେଟା ଜାଣିଛୁ? ଯୀଶୁଙ୍କର ମନକୁ ପାଇଲେ। ଆଉ ସକାଳେ ଯୋହନ ପୁସ୍ତକର ବାକ୍ୟକୁ ମୁଁ କହିଲି, ମୁଁ ସକାଳୁ ଉଠିକି ବାକ୍ୟ, ମୁଁ ଏତେ ଲୋକ ଅଛନ୍ତି କୋଉଠୁ ଖାଇବାକୁ ଆଣିଦେବା ଏମାନଙ୍କୁ? ଫିଲିପ କହିଲେ ସତ କଥା, ପଇସା ବି ନାହିଁ, କେମିତି କଣ କରିବା, ଘର ଖାଇବାକୁ ଦେବା ଏମାନଙ୍କୁ? ଆନ୍ଧ୍ରକୁ ମଧ୍ୟ ଯୀଶୁ ପଚାରୁଛନ୍ତି। ଆନ୍ଧ୍ର ବର୍ତ୍ତମାନ କଣ କଲେ? 5ଟା ରୁଟି 2ଟା ଭଜା ମାଛ କାହାର ଦେଖିଦେଲେ ଧରିକି ଆସି ଯୀଶୁ ଏତିକି ଅଛି, ଆଉ କଣ କରିବା? କେମିତି ହବ? ଏବେ 2ଟା ଷ୍ଟେଟମେଣ୍ଟ ଲେଖା ହେଇଛି। ଏବେ ଯୀଶୁ ଯେତେବେଳେ ପଚାରୁଛନ୍ତି ଫିଲିପଙ୍କୁ, ଆମେ ଏତେ ଲୋକମାନଙ୍କୁ କୋଉଠୁ ଖାଦ୍ୟ ଆଣିବାକୁ? ସମାନ କୋଶ୍ଚିନ୍ ବର୍ତ୍ତମାନ ଫିଲିପଙ୍କୁ ମଧ୍ୟ ପଚାରିଲେ, ଏବେ ଆନ୍ଧ୍ରକୁ ମଧ୍ୟ ପଚାରିଲେ। ଆମେ ସମସ୍ତେ ଜାଣିଛୁ ଫିଲିପ କଣ କହିଲେ, ଆନ୍ଧ୍ର କଣ କହିଲେ। ମାତ୍ର ଯୀଶୁ ବର୍ତ୍ତମାନ ତାଙ୍କର ହୃଦୟକୁ ଯଦି ଆମେ ବାକ୍ୟରେ ଦେଖିବା, ସେଠି ଗୋଟେ ପର୍ଟିକୁଲାର ୱାର୍ଡ ଲେଖା ହେଇଛି, ବାକ୍ୟ ଲେଖା ହେଇଛି, କଣ ଜାଣିଛନ୍ତି? ମୁଁ ପଢିଦେବି। ଜନ 6 ଲେଖା ହେଇଛି ଯେ 6 ପଦ,
କିନ୍ତୁ ସେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ କଣ କରିବାକୁ ଯାଉଅଛନ୍ତି ତାହା ସେ ନିଜେ ଜାଣିଥିଲେ। ଏବେ ଯୀଶୁ ଜାଣିଥିଲେ ସେ କଣ କରିବାକୁ ଯାଉଛନ୍ତି, କଣ କରିବାକୁ ଯାଉଥିଲେ। ଅଲରେଡି ସବୁ ବିଷୟ ପ୍ରସ୍ତୁତ ହେଇଥିଲା ଯୀଶୁଙ୍କ ମନରେ। ଏତିକି ଯେତିକି ଲୋକ ଆସିଲେ ମଧ୍ୟ ସମସ୍ତଙ୍କୁ ଖାଇବାକୁ ଦିଆଯିବ। ଯୀଶୁ ଅଲରେଡି ମନରେ ଫିକ୍ସ କରି ସାରିଛନ୍ତି କଣ ପାଇଁ। ଏବେ ଯୀଶୁ ସବୁ ବିଷୟ ଜାଣିଛନ୍ତି ସେ କଣ କରିବାକୁ ଯାଉଛନ୍ତି, ହେଲେ ପଚାରିଲେ କାହିଁ। ଏବେ ଈଶ୍ୱର ଆମକୁ ପରୀକ୍ଷା ଯଦି କରୁଛନ୍ତି ଆମର ବିଶ୍ୱାସକୁ, ଦେନ୍ କଣ ପ୍ରୋବ୍ଲେମ। କଷ୍ଟ ଦେଇକି ଆମକୁ ପରୀକ୍ଷା କରୁଛନ୍ତି ପ୍ରଭୁ, କଣ ପାଇଁ। ଆମର ହୃଦୟକୁ ଚେକ୍ କରୁଛନ୍ତି ପ୍ରଭୁ, ଯେ ଆମର ହୃଦୟ ଭିତରେ ଆମେ ଏ କଷ୍ଟକୁ ନେଇକି ପ୍ରଭୁଙ୍କ ସପକ୍ଷରେ ଛିଡା ହେବା ଲୋକ, ନା ଏ କଷ୍ଟକୁ ନେଇକି ମୁଁ ନିଜ ସହିତ ନିଜର ଚିନ୍ତା ସହିତ ସପକ୍ଷରେ ଛିଡା ହେବା ଲୋକ। ପାସ୍ ହେଲେ କେମିତି, ନିଜର ମନୋବଳରେ ନାହିଁ, ନିଜର ଉଦ୍యోଗରେ ନାହିଁ, ନିଜର ଶକ୍ତିରେ ନାହିଁ, ପ୍ରଭୁଙ୍କର ବାକ୍ୟର ପ୍ରତିଜ୍ଞାରେ ସେ ପାସ୍ ହେଲେ। କେମିତି। ପ୍ରଥମ ଜିନିଷ ହଉଛି ଅବ୍ରାହ୍ମଙ୍କ ହୃଦୟ ଭିତରେ ଅବ୍ରାହ୍ମ ଜାଣିଥିଲେ ଇସାକ ମୋର ପୁଅ ନାହିଁ, ଇସାକ ପ୍ରଭୁଙ୍କର ପୁଅ। ଆଉ ଯୋଉ ପ୍ରଭୁ ଯଦି ନିଜର ପିଲାକୁ ମାରିବାକୁ ଚାହୁଁଛନ୍ତି, ମାରନ୍ତୁ, ମୋର କଣ ଯାଉଛି। ଏବେ ଆନ୍ଧ୍ର କଣ ବୋଲି କହିଲେ ତାଙ୍କ ହୃଦୟ ଭିତରେ, ପ୍ରଭୁ ଯଦି ଆପଣ ଚାହିଁବେ ତାହେଲେ କାହିଁକି ଦିଟା ଭଜା ମାଛ, ପାଞ୍ଚଟା ରୁଟି ଅତିକି ଲୋକ ଖୋଇପାରିବେ। ଆପଣ ସେ ପ୍ରଭୁ ଯିଏକି ପାଣିକୁ ଦ୍ରାକ୍ଷରସ ବନେଇବା ପ୍ରଭୁ। ପରମେଶ୍ୱରଙ୍କ ଦାସ କହିଲେ କଣ ବୋଲି, ହଁ ତୁ ଯା ମନ୍ତ୍ରୀକୁ ଭେଟେ, ତୁ ଯା ସେ ଗାଁରେ ପ୍ରଚାର କରିଯା। ମୋର ଦୃଷ୍ଟି କୋଣ, ମୋର ଚିନ୍ତାଧାରା, ମୋର ମତ, ମୋର ମାପଦଣ୍ଡ ମତେ କେବେ ହେଲା କରିବ ନାହିଁ ହଁ କହିବା ପାଇଁ। କାହିଁକି ବାଇବଲ କହୁଛି, କାରଣ ଶାରୀରିକ ଭାବ ହଉଛି ଈଶ୍ୱରଙ୍କ ବିରୁଦ୍ଧରେ ଶତ୍ରୁତା, ପୁଣି ଈଶ୍ୱରଙ୍କ ବ୍ୟବସ୍ଥାରେ ବଶୀଭୂତ ହେବା ଅସମ୍ଭବ ଲେଖା ହେଇଛି। ପ୍ରକୃତ ଦୁଷ୍ଟତା କଣ ବାଇବଲରେ, କିଛି ଭୁଲ କରିବାଟା ନାହିଁ। ପ୍ରକୃତ ଦୁଷ୍ଟତା ହଉଛି କଣ, ପରମେଶ୍ୱରଙ୍କର ବାକ୍ୟକୁ ଫିଙ୍ଗିବା, ପ୍ରଭୁଙ୍କ ବାକ୍ୟକୁ ତୁଚ୍ଛ କରିବା, ଈଶ୍ୱରଙ୍କ ବାକ୍ୟକୁ ପରିତ୍ୟାଗ କରିକି ନିଜର ଠିକ ଚିନ୍ତାକୁ ନେଇକି ବଞ୍ଚିବା। ଆଜି ମଣ୍ଡଳୀ ମଣ୍ଡଳୀ ଦ୍ଵାରା କିଏ କଥା ହଉଛି ଆମ ସହିତ, ଆଜି ମଣ୍ଡଳୀ ଦ୍ଵାରା ପ୍ରଭୁ ଯୀଶୁ କଥା ହଉଛନ୍ତି ଆମ ସହିତ। ଇଭେନ ବାଇବଲ ଲେଖା ହେଇଛି ଗଧ ଦ୍ଵାରା ମଧ୍ୟ ପ୍ରଭୁ କଥା ହେଲେ ବିଲିୟମ। ଗଧ ଉପରେ ବର୍ତ୍ତମାନ ବିଲିୟମ ବସୁଛି, କିନ୍ତୁ ବିଲିୟମ ଦେଖିପାରୁନାହିଁ, କିନ୍ତୁ ବର୍ତ୍ତମାନ ଗଧ ଦେଖୁଛି। ସଦାପ୍ରଭୁ ଦୂତ ତା ସାମନାରେ ଛିଡା ହେଇଛି, ମୁଁ କେମିତି ଯିବି, ବିଲିୟମ ମାରୁଛି ତାକୁ, କାହିଁକି ଯାଉନା। ଆଉ ଥରେ ତାକୁ ମାରିକି ଗଲା ବେଳକୁ ଆଉ ଥରେ କାନ୍ଥରେ ଛିଡା ହେଇଛନ୍ତି ପ୍ରଭୁ ଦୂତ। ଲାଷ୍ଟ ସେ ବିଲ ଆଡକୁ, ଆଗ ବିଲ ଆଡକୁ ଯାଉଛି, ତାପରେ ବସି ଦଉଛି ଶେଷରେ, ତାକୁ ଜୋରସେ ପିଟୁଛି ବର୍ତ୍ତମାନ ସେ। ଗଧର ମୁଖକୁ ପ୍ରଭୁ ଫିଟେଇଲେ ଲେଖା ହେଇଛି। ଗଧ କହୁଛି ମତେ କାହିଁ ମାରୁଛ, ତମେ କଣ ଅସୁବିଧା କଲି, ନାଇଁ ତୁ ମତେ ତୁଚ୍ଛ କରୁଛୁ, ମୋର କଥା ଶୁଣୁନୁ। ଗଧ କହିଲା, କେବେ ଜୀବନରେ ଏମିତି କରୁଥିଲି କି, ନାଇଁ, ତାହେଲେ ଆଜି ଏମିତି କାହିଁ କରୁଛୁ। ମୁଁ ତ ମୋ ସମ୍ମୁଖରେ ପ୍ରଭୁଙ୍କ ଦୂତ ଛିଡା ହେଇଛି, ମତେ ମନା କରାଉଛି ଯିବା ପାଇଁ। ସେଇ ସମୟରେ ବିଲିୟମ ଚମକି ଗଲେ, ମତେ ଯାହା ଦେଖିବା ପାଇଁ ଆବଶ୍ୟକ ଅଛି ମୁଁ ଦେଖିପାରୁନାହିଁ, ଆଉ କିଏ ଅଛି ମୋ ପାଇଁ ଦେଖିବା ଲୋକ। ମଣ୍ଡଳୀ ଅଛି, ପ୍ରଭୁଙ୍କ ଦାସ ଅଛନ୍ତି, ମୋ ପାଇଁ ସେ ଦେଖି ଦଉଛନ୍ତି, ମୋ ପାଇଁ ସେ ଶୁଣି ଦଉଛନ୍ତି। ଏବେ ଯୋସେଫ ବର୍ତ୍ତମାନ ସମଗ୍ର ମିଶରରେ 7 ବର୍ଷ ପର୍ଯ୍ୟନ୍ତ କେମିତି ଲୋକ କରିବେ। ମୋର କାର୍ଯ୍ୟ, ମୋର ପରିଶ୍ରମ, ମୋର ଉଦ୍యోଗ, ମୋର ପ୍ରଚାର, ମୋର ମିନିଷ୍ଟ୍ରିର ଲାଷ୍ଟ ଫଳାଫଳ 2017ରେ ମୁଁ ଛାଡି ପଡିଲି। ମୋର କାର୍ଯ୍ୟ, ମୋର ପରିଶ୍ରମ, ମୋର ଉଦ୍యోଗ କୌଣସି କ୍ଷେତ୍ରରେ ମତେ ସପୋର୍ଟ କରିପାରିଲାନି ଚର୍ଚ୍ଚକୁ ନ ଯିବା ପାଇଁ, ମାନେ ଚର୍ଚ୍ଚକୁ ନ ଛାଡିବା ପାଇଁ। ଆଜି ଏସର କୋଉ ଅଂଶ ଆଜି ଏସକୁ ବନେଇ ପାରିଲାନି ରିବିକା ପାଖକୁ ଯାଇକି ଅନୁଗ୍ରହ ମାଗିବା ପାଇଁ। ଏସର କାର୍ଯ୍ୟ, ଏସର ପରିଶ୍ରମ, ଏସର ଟ୍ୟାଲେଣ୍ଟ, ଶକ୍ତି, କିନ୍ତୁ ଦ୍ୱିତୀୟ ପୁତ୍ରର କୋଉ ଅଂଶ ବା ଜାକବର କୋଉ ଅଂଶ ଆଜି ରିବିକା ପାଖରେ ଯାଇକି ସେ ଶୁଣିବା ପାଇଁ ସୁଯୋଗ ପାଇଲେ। ଦ୍ୱିତୀୟ ପୁତ୍ରର କୋଉ ବିଷୟ ଆଜି ବାପାଙ୍କ ପାଖକୁ ଫେରିବା ପାଇଁ ସାହାଯ୍ୟ କରିପାରିଲେ। ଭକୁଆରେ ମୃତ୍ୟୁକୁ ସାମ୍ନା କଲା ଦ୍ୱିତୀୟ ପୁତ୍ର, ଭୋକରେ ମରୁଛି ସେ, ଘୁଷୁରୀ ମାନଙ୍କର ସିମ ଖାଇବାରେ ମଧ୍ୟ ସେ ପାଉନାହିଁ ନା। ମୁଁ ଗୁଡ ନ୍ୟୁଜ ଚର୍ଚ୍ଚରେ କେମିତି କହିବି, ମୁଁ ହୃଦୟରେ ଆନନ୍ଦିତ ହୃଦୟ, ରୁ ଆହୁରି ଆନନ୍ଦିତ ହୃଦୟ, ରୁ ଆହୁରି ଆନନ୍ଦିତ ହୃଦୟ, ଧନ୍ୟବାଦ ହୃଦୟ ଉଛୁଳି ଉଠୁଛି।
କାହିଁକି? ମୁଁ ଜଣେ ଚର୍ଚ୍ଚରେ ଗୋଟେ ସବୁଠାରୁ ନ୍यूनतम ଲୋକ, ୟୁଜଲେସ୍ ଲୋକ, ଅଯୋଗ୍ୟ ଲୋକ। ମୋର ମିଥ୍ୟା ଦ୍ଵାରା ଯଦି ଈଶ୍ୱରଙ୍କ ସତ୍ୟ ତାଙ୍କର ଗୌରବ ନିମନ୍ତେ ପ୍ରଚୁର ଭାବରେ ବୃଦ୍ଧି ପାଇଲା, ତାହେଲେ ମୁଁ ଆଉ କାହିଁକି ପାପୀ ବୋଲି ବିଚାରିତ ହଉଛି ଲେଖା ହେଇଛି ବାଇବେଲ। ଯଦି ଆଜି ପରମେଶ୍ୱର ଯୋସେଫକୁ ସେ ସୁନାର ପିଟା କାମ ସଦୃଶ ସୁନ୍ଦର ସୁନା ବନେଇବା ପାଇଁ ଯଦି ପ୍ରଭୁ ଯୋସେଫକୁ ଭାଙ୍ଗୁଛନ୍ତି, ତାହେଲେ ନିଆଁର ଫ୍ଲେମ୍ ଦେବା ସଦୃଶ ଯୋସେଫଙ୍କର ସମସ୍ତ ଚିନ୍ତା ଦଉଛନ୍ତି। ଆଚ୍ଛା, ଧରା ଯିବା ସମୟରେ ତମେ ଯଦି ବିଚାର କରତା ହେଇଥାନ୍ତ, ତମେ କଣ କରିଥାନ୍ତ? କିଏ କହିଲା 3 ଦିନ ଉପାସ ଦେଇଥାନ୍ତେ, ପିଟି ପିଟି ତାଙ୍କୁ ସାଇଜ କରିଦେଇଥାନ୍ତେ। ହଁ, ସେଟା କରିବା ଦରକାର, ବିଚାର ବି ଦେବା ଦରକାର। କିନ୍ତୁ ପାଷ୍ଟର ପାଙ୍କର ଫୋକସ ନଥିଲା ଆମକୁ ବାହ୍ୟ ଭାବରେ ତମେ ତାକୁ କଣ କରିବ, କିନ୍ତୁ ତମ ହୃଦୟ ବିଷୟରେ କେମିତି ତମକୁ ମନେଜ କରିଥାଏ। ତମେ ପିଟି ପାର, ତମେ ଉପବାସ ଦେଇପାର, ତମେ ତାଙ୍କୁ ବିଚାର ଦେଇପାରିବ, କିନ୍ତୁ ତମ ହୃଦୟ ଭିତରେ ଆଉ ଗୋଟେ ବିଷୟ ମଧ୍ୟ ଥିବା ଦରକାର। କଣ? ଯାହା ମୁଁ ମଧ୍ୟ ତମକୁ ଆଉ ଦଣ୍ଡନୀୟ ବୋଲି ବିଚାର କରୁନାହିଁ, ଆଜିଠାରୁ ପାପ କରୁନାହିଁ। ଦରକାର। ସୁନ୍ଦର ଥିଲେ ସେ ବାହା, ସବୁ ପ୍ରକାର ବିଷୟ ତା ପାଖରେ ଭର୍ତ୍ତି ଥିଲା। ସଦାପ୍ରଭୁ ବାକ୍ୟକୁ ସେ ତୁଚ୍ଛ କଲେ ଲେଖା ହେଇଛି। ତ ବସ୍ତ୍ରକୁ ଚିରିଦେଲେ ଲେଖା ହେଇଛି। ଆଜି ଆମର ଚର୍ଚ୍ଚରେ ମିଶନ ଷ୍ଟୁଡେଣ୍ଟ ମାନେ ଅଛନ୍ତି ଆମ ସହିତ। ଏ ମିଶନ ଷ୍ଟୁଡେଣ୍ଟ ମାନଙ୍କୁ ମୁଁ କଣ ଶିଖିବାକୁ ଚାହୁଁଛି? ଯାହା ମତେ ପରମେଶ୍ୱର ଶିଖେଇଛନ୍ତି ସେଇଟା ଶିଖେଇ, ଆଉ ଏକ୍ସଟ୍ରା କଣ ଶିଖିପାର? ଯଦି ତମକୁ ପିଟା ହଉଛି, ତମକୁ ନିଆଁ ଦ୍ୱାରା ଫ୍ଲେମ ଦିଆ ହଉଛି, କଷ୍ଟ ଲାଗୁଛି, ବଥା ହଉଛି, ପିଲାମାନେ ମୋ ପାଖକୁ ଆସିକି ସେ ନର୍ସ ଛୁଞ୍ଚି କେନ୍ଦୁଥିଲେ। ହଁ, କିନ୍ତୁ after paining the healing is waiting ବୋଲି ପାଷ୍ଟର କହିଲା। ବଥା ପରେ କଣ ଜଗିକି ଅଛି? ସୁସ୍ଥତା। After paining there is a waiting for healing। ସ୍ୱପ୍ନ ଦେଖୁ ଦେଖୁ ଷ୍ଟାର୍ଟ ହେଲା ଟ୍ରାଜେଡି। ଭାଇ ମାନେ ତାର ସବୁ ନାନା ରଙ୍ଗର ବସ୍ତ୍ରକୁ ଚିରି ଦେଲେ। ହଁ? କେମିତିକା ଡ୍ରେସ ପିନ୍ଧିଥିବ ସେ? ନାନା ରଙ୍ଗର ବସ୍ତ୍ର ତାଙ୍କ ବାପା ବନେଇଥିଲେ। ସେ ବସ୍ତ୍ରକୁ ଚିରା ହେଲା, ଗତର ଠେଲା ଯେପରି ଆମକୁ ଗଭର୍ଣ୍ଣର ବନେଇବା ସଦୃଶ ଏ ପୃଥିବୀର ଲୋକମାନଙ୍କ ପାଖକୁ ଯାଇକି ପ୍ରଭୁ ଆମକୁ appointed କରୁଛନ୍ତି, କହିପାରିବା ତମ ପାପ କ୍ଷମା ହେଇଛି। ଭଲ ଲୋକ ଯୀଶୁ ଆମକୁ କହିଲେ ନା ତୋର ପାପ କ୍ଷମା ହେଇଛି କହିକି। ଆମେ ସମସ୍ତେ ଘୁଷୁଛୁ, ସାକ୍ଷ୍ୟ ଦଉଛୁ, ହଁ ପ୍ରଭୁ ଯୀଶୁ ମୋର ପାପ କ୍ଷମା କଲେ, ମୁଁ ଧାର୍ମିକ କହିଲି। ହେଲେ ମୁଁ ଯେତେ ସୁଷମାଚାର ଜଣକୁ ପ୍ରଚାର କରୁଛି, ତାକୁ ମୁଁ କହୁଛି ଯୀଶୁଙ୍କ ରକ୍ତ ଦ୍ୱାରା ତୋର ପାପ କ୍ଷମା ହେଲା। ହେଲେ ମୁଁ ସେ ଲୋକକୁ ସୁଷମାଚାର ପ୍ରଚାର କଲି, ଯୀଶୁଙ୍କ ମନକୁ ଦେଲି, ଆଜି ଜାଣିପାରିଲି। ଗୋଟେ ଟ୍ରିଗରକୁ ଯୋଉ ଦବେଇବୁ, ତାହେଲେ ଯେତିକି ସ୍ପିଡ ଗୁଳି ଯିବ, ଗୋଟେ ଆର୍ମି ଲୋକ ମଧ୍ୟ ସେ ସମାନ ଗୁଳି ମାରିଲେ ସେତିକି ସ୍ପିଡ ଆଗା ଯିବ। ସେ ଖାଇଛି କି ନାହିଁ, ତାର ବଳ ଅଛି କି ନାହିଁ, ଡଜଣ୍ଟ ଡିପେଣ୍ଡ। ପାୱାର ଟା ତାର ଶରୀରରେ ନାହିଁ, ପାୱାର ଟା କୋଉଠି ଅଛି? ବନ୍ଧୁକରେ ଅଛି। ହଁ, ବର୍ତ୍ତମାନ ଆମେ ଆମ ହୃଦୟ ଭିତରେ ଈଶ୍ୱର ବାକ୍ୟ କହୁଛୁ ପାଟିରେ,
ନାମ ହୃଦୟରେ ରଖିଛୁ ସେ ବାକ୍ୟ। ଆଜି ମୁଁ ଏଇ ଅଗାଡି ବିଷୟରେ କାହିଁକି କହୁଛି? ଏଇ ଅଗାଡି ଗୁଡାକ ହଉଛି ବର୍ତ୍ତମାନ ବାଇବଲ ଦୁଷ୍ଟ ଲୋକମାନେ। ଦୁଷ୍ଟ ମାନେ କିଏ? ବାଇବଲ କହୁଛି ଦୁଷ୍ଟ ଆପଣ ପଥ ଅଧାର୍ମିକ ଆପଣଙ୍କର ସଂକଳ୍ପ ପରିତ୍ୟାଗ କରୁ ଆଉ ସଦା ପ୍ରଭୁ ପ୍ରତି ଫେରୁ। ମୁଁ ଏ ସମୟରେ କାଣ୍ଟାଟା ସିଜନ ବର୍ତ୍ତମାନ ଆମ ଆସିଲା। କାଣ୍ଟାଟା କରିବା ପାଇଁ ଆମକୁ ଇଚ୍ଛା ଥାଉ ନଥାଉ, ହଁ, ଟଏଲେଟ କୁ ଯିଏ ବେଶୀ ଖୁସି ଲାଗୁଛି ବୋଲି ଟଏଲେଟରେ ବସୁଛୁ ଯାଇକି ଆମେ ଯିବା ପାଇଁ ବାଧ୍ୟ ବାଉଣ୍ଡ we have to go। ନଗଲେ କେମିତି ବଞ୍ଚିବା? ପରମେଶ୍ୱରଙ୍କର ନିୟମ ଏଇଟା। ଷ୍ଟାର୍ଟ କଲେ ସୁଷମାତା ଯୀଶୁ କହିଲେ ମୁଁ ପ୍ରସ୍ଥାନ ନ କଲେ ସେ ସାହାଯ୍ୟ ଆସିବ ନାହିଁ। ମୁଁ ପ୍ରସ୍ଥାନ କଲେ ସେ ସାହାଯ୍ୟ ଆସିବ। କୋଉ ସମୟରେ କଣ କରିବାଟା, କୋଉ ସମୟରେ କୁଆଡେ ଯିବାଟା, କୋଉ ସମୟରେ କାହାକୁ ଭେଟିବାଟା, ବାୟୁ କେଉଁ ଦିଗରେ ବହେ ତାହା ସେ ଆମେ ଜାଣିନୁ। ଖାଲି ତାର ଶବ୍ଦକୁ ଶୁଣୁଛୁ। ଆତ୍ମା ଦ୍ୱାରା ଚାଳିତ ହେବା ଲୋକମାନେ ମଧ୍ୟ ସେମିତି। ଆମେ ଆତ୍ମା କହିଲା ଚାଲ, ଫିଲିପଙ୍କୁ ଆତ୍ମା ଉଠେଇଲା, ଯାହା ମୋର ପ୍ରାନ୍ତରରେ ସେଠି ନପୁଂସକ ଅଛି ପ୍ରଚାର କରିବ। ଆତ୍ମା ତାକୁ କଢେଇକି ନଉଛି। ହୁଁ। ପରମେଶ୍ୱର କହୁଛନ୍ତି ଗମେରେ ବେଶ୍ୟା ପାଖକୁ ଯା, ତାକୁ ବାହା ହେ ବୋଲି କହିକି ବର୍ତ୍ତମାନ ହସିଆଙ୍କୁ କହିଲେ ୟେସ୍ ଆଇ ଏମ୍ ଗୋଇଂ। ପାଞ୍ଚ ଦିନ ଖୋରିଆରକୁ ଯା, ରହ ସେଇଠି। ଖୋରିଆରକୁ ଗଲି, ମୁଁ ଦେଖିଲି ହଁ, କଣ୍ଟା ଗଛ ଛଡା କିଛି ନାହିଁ ସେଇଠି। ଖ୍ରୀଷ୍ଟିଆନ କଲା ଆମ ଉମରକୋଟର ଭାଇମାନେ ଆଜି ଜଏନ କରୁଛନ୍ତି କେତେ ଜଣ? ଆମେ ବାଇକ ରେ ଯିବୁ ଉମରକୋଟ, ଝରିଗା ହେଇକି ଡଙ୍ଗାରେ ମୋଟର ସାଇକେଲ ରଖିବୁ, 10 ଟଙ୍କା ଦେଲେ ସେ ଡଙ୍ଗା ବାଲା ଗାଡି ସହିତ ଆମକୁ ସେ ଗାଡିରେ ଆମେ ବସିବୁ, ଡଙ୍ଗାରେ ଆମେ ପାର ହେଇକି ଯିବୁ, ଗୋଟେ ବେଳାକୁ ଯିବୁ, ଉମରକୋଟକୁ ଯିବୁ ପ୍ରଚାର କରିବା। ଆସ ଭାଇମାନେ ବୋଲି କହିଲେ, ହଁ, ସନ୍ଧ୍ୟାରେ ସବୁ 10ଟା 8ଟା ବାଇକରେ ସବୁ ଆମର ଭାଇମାନେ ସବୁ ଆମେ କିଏ ଟିକନ ମାନେ ସବୁ ହେଇଗଲେ। ସନ୍ଧ୍ୟାରେ ସେମାନେ ଆସିବୁ। ଆମେ ଇଆଡେ ପ୍ରଚାର ସିଆଡେ ପ୍ରଚାର, ଖରାରେ ବର୍ଷାରେ ଶୀତରେ ଆମେ ଗୋଟେ ଲୋକ ପ୍ରଚାର କରିବା ଲୋକ, ଆମେ ଗୋଟେ ଲୋକ ଯିଏକି ବାଇବଲ ପଢିବା ଲୋକ। ବର୍ତ୍ତମାନ ଆଜି ଆମେ ଦିଶା ପୁସ୍ତକ 28 ପରକୁ ପହଞ୍ଚିଲୁ ପ୍ରେଜେଣ୍ଟେସନ। ଯୋଉ ଦିନଠୁ ଚର୍ଚ୍ଚ ରୁଲ ଆମକୁ ରୁଲ ଦେଲା ଲେଖିକି ପଠେଇ, ସତରେ ମୋର ମନ ଦେଇ କହିବି, ମୁଁ ବାଇବଲ ତ ପଢୁଥିଲି, ବାଇବଲ ପଢୁଥିଲି ଲେଖୁଥିଲି, କିନ୍ତୁ ମଣ୍ଡଳୀ ଯେତେବେଳେ ଆମକୁ ନିୟମ ଦେଲା ପଢିବା ପାଇଁ, ବହୁତ ଆଶ୍ଚର୍ଯ୍ୟ ବିଷୟ। ଆମେ ପ୍ରଥମେ ପ୍ରଥମେ ମାତ୍ର କାର୍ଯ୍ୟ ବ୍ୟସ୍ତ ଅଛୁ, କେମିତି ଲେଖିବୁ ଆମେ ଗୋଟେ ଦିନ ଲେଖିଲୁ ନାହିଁ। ସେଆଡୁ ଖବର ଆସିଲା, ଯୋଉ ପାଷ୍ଟର ମାନେ ଆଜି ପ୍ରେଜେଣ୍ଟେସନ ଲେଖିନ, କାଲିକି ସବୁ ଉପବାସ କରିବ। ଛମକି ଗଲୁ, ଆରେ କଣ କରିବା? ଇଆଡେ ସିଆଡେ ଯିବାର ଅଛି, କାମ ଅଛି, ଭୋଗ ରହିବୁ। ସେଦିନ ଆମେ ଦିନ ସାରା ରାତି ପର୍ଯ୍ୟନ୍ତ ଭୋଗ ରହିଲୁ। ମୁଁ ଚିନ୍ତା କଲି, ହେଲେ ଚର୍ଚ୍ଚ ଆମକୁ ଆମେ ଲେଖିନୁ କହିକି ଉପବାସ ଦେଲା, ଚର୍ଚ୍ଚର ମନ କଣ? ଉପବାସ ଦେଇକି ଭୋଗ କରିବା ପାଇଁ ନା ଉପବାସ ଦ୍ୱାରା ଆମକୁ ବୁଝିବା ପାଇଁ? ଉପବାସ ସବୁ ପାଷ୍ଟର ମାନେ 2 ଦିନ ଧରିକି ସେମାନେ ଉପବାସ ପ୍ରାର୍ଥନା କଲେ ନ ଖାଇକି। ହେଲେ ଆମେ କୋରିଆରେ ଥିବା ସମୟରେ 4 ଦିନ ଉପବାସ ପ୍ରାର୍ଥନା କରୁଥିଲୁ। କଣ ପାଇଁ? ହଁ, ଉପବାସ ପ୍ରାର୍ଥନା କଲେ ଆମ ଶରୀର କଷ୍ଟ ହଉଛି, ଭୋକ ଲାଗୁଛି, କିନ୍ତୁ ସେଇ ସମୟରେ ଆମର ପ୍ରାର୍ଥନା କରୁଛୁ, ବାଇବଲରେ ବାକ୍ୟ ସହିତ ମିଶି ପାରୁଛୁ, ସହଭାଗିତା କରିପାରୁଛୁ, ହାର୍ଟ ସେୟାରିଂ କରିପାରୁଛୁ। ଯୋଉ ସମୟରେ ଶରୀର କଷ୍ଟ ହଉଛି, ସେ ସମୟରେ ଆମର ଆତ୍ମା ତାଜା ହେଇଯାଉଛି। ଆଜି କଣ ମୁଁ କହିବାକୁ ଚାହୁଁଛି, ଏ ଦୁଷ୍ଟ ଲୋକମାନେ ଈଶ୍ୱର ବାକ୍ୟକୁ ତୁଚ୍ଛ କରିବାର ମନ ରଖିବା ଯୋଗୁଁ ଦୁଷ୍ଟ।
ଆଜି ପ୍ରଭୁ ଏଇ ଜାଗାରେ ଆମକୁ କହୁଛନ୍ତି ଏଲିର ଦିଟା ପୁତ୍ର ମାନଙ୍କ ବିଷୟରେ। ସମାଗମ ତମ ଭିତରେ ଏମାନେ ଆଁ, ଭୟଙ୍କର କାମ କରୁଛନ୍ତି ଲେଖା ଅଛି। 13 ପଦରେ ଦେଖନ୍ତୁ, 12 ପଦରେ ଏଲିଙ୍କ ପୁତ୍ର ମାନେ ପାପାଧାମ ସନ୍ତାନ ଥିଲେ, ସେମାନେ ସଦା ପ୍ରଭୁଙ୍କୁ ଜାଣିଲେ ନାହିଁ ଲେଖା। ସେ ସଦା ପ୍ରଭୁଙ୍କୁ ଜାଣିଲେ ନାହିଁ। ସେଥିପାଇଁ ସେଇ ଯାଜକ ମାନେ ଲୋକମାନଙ୍କ ସହିତ ଏପରି ବ୍ୟବହାର କରୁଥିଲେ ଯେ କୌଣସି ଲୋକ ବଳିଦାନ କଲେ ମାଂସ ସିଧା ହେବା ସମୟରେ ଯାଜକ ଦାସ ହସ୍ତରେ ତ୍ରିଶୂଳ ଘେନି ଆସିବ। ଆରେ ତ୍ରିଶୂଳ ମାଂସ ଦଉଛୁ କି ନାହିଁ? କଞ୍ଚା ମାଂସ ଦରକାର ଆମ ସଭାଗ ମୁହୂର୍ତ୍ତମରେ ଏ ମାଂସ ଗୁଡାକ ପୋଡିବା ପାଇଁ, ମଣିଷର ମାଂସ ପୋଡିବା ପାଇଁ ଆବଶ୍ୟକ। କିନ୍ତୁ ଏମାନେ ନ ପୋଡେଇ କଞ୍ଚା ମାଂସ ମାଗୁଛନ୍ତି ଯେ ପିଲା ଖାଇବା ପାଇଁ। କେତେ ଭୟଙ୍କର ବିଷୟ ଏଇଟା। ଯୋଉ ମେଷ ଜଣଙ୍କ ପାପ କ୍ଷମା କରିବା ପାଇଁ, ଆଁ, ଜଣଙ୍କର ପାପ କ୍ଷମା କରିବା ପାଇଁ ସେ ମାଂସ ସେ ମେଷ ପୋଡିବା ଦରକାର, ଜଳେଇବା ଦରକାର। ଏମାନେ କଣ କରୁଛନ୍ତି? କଣ ମାଗୁଛନ୍ତି? 15 ପଦ ଦେଖନ୍ତୁ। ଆହୁରି ମେଦ ଦଗ୍ଧ କରିବା ପୂର୍ବରୁ ଯାଜକର ଦାସ ବଳିଦାନକାରୀ ଲୋକ ନିକଟକୁ ଆସି କହେ, ଯାଜକ ପାଇଁ ମାଂସ ଦିଅ, କାରଣ ସେ ତୁମଠାରୁ ସିଦ୍ଧ ମାଂସ ନେବେ ନାହିଁ, କଞ୍ଚା ମାଂସ ନେବେ। ଏମାନେ କହୁଛନ୍ତି କଞ୍ଚା ମାଂସ ଦିଅ। ସଦାବେଳେ ଆମର ଶରୀର ଆକ୍ଟିଭ ହେଇକି ଥାଉଛି ଆମକୁ ପ୍ରଭୁଙ୍କ ବାକ୍ୟକୁ ଫିଙ୍ଗିବା ପାଇଁ, ଚର୍ଚ୍ଚର ସ୍ୱରକୁ ତୁଚ୍ଛ କରିବା ପାଇଁ, ପ୍ରଭୁଙ୍କ ଦାସ ଆଡ଼କୁ କଣ କରି ପହଞ୍ଚିବା। ଯୋଉ ସମୟରେ ଏ ଶରୀର ଏ ମେଷର ପ୍ରତ୍ୟେକ ମାଂସ ପୋଡା ହବ, ଦଗ୍ଧ କରାହବ, ସେ ସମୟରେ ଜଣେ ଲୋକର ପାପ କ୍ଷମାର କାର୍ଯ୍ୟ ସମାପ୍ତ ହଉଥିଲା ଗୋଟେ ବର୍ଷ। ଯୋଉ ସମୟରେ ମୋର ଶରୀର ଜଳିଯିବ, ଯୋଉ ସମୟରେ ମୋର ଶରୀର ବିଚାର ହବ, ମୋର ଚିନ୍ତାର ଭେଲ୍ୟୁ ରହିବନି ଚର୍ଚ୍ଚରେ, ମୋର ମତର ଭେଲ୍ୟୁ ରହିବ ନାହିଁ, ମୋର ମାପଦଣ୍ଡ ଭାଇ ଚୁରମାର ହେଇଯିବ। ସେ ଜାଗାରେ ଆତ୍ମା କାମ, ସେ ସାରା ଆତ୍ମାକୁ ସୁଯୋଗ ମିଳିବ ଆତ୍ମାଙ୍କର କାମ କରିବା। ଆମେ ସେଥିରେ ଲେଖା ହେଇଛି ଯେ ବାଇବଲ ମାଂସ କୌଣସି ଉପକାର କର ନାହିଁ, ଆତ୍ମା ହଉଛି ଜୀବନଦାୟୀ। ମାଂସର କୌଣସି ଉପକାର ନାହିଁ। କିନ୍ତୁ ଏଇ ଜାଗାରେ ବହୁତ ଭୟଙ୍କର ବିଷୟ ଲେଖା ହେଇଛି। ଯଦି ଆପଣ ଦେଖିବେ 24 ପଦ, 23 ପଦ ଦେଖନ୍ତୁ। ତ ସେ ସେମାନଙ୍କୁ କହିଲେ, କିଏ? ଏଲି ତାଙ୍କ ବାପା କହୁଛନ୍ତି। ସେଥିରେ ସେ ସେମାନଙ୍କୁ କହିଲେ, ତୁମମାନେ କିଏ ତ ଏପରି କଥା କହୁଛ? କାରଣ ମୁଁ ଏହି ସମସ୍ତ ଲୋକଙ୍କ ଠାରୁ ତୁମମାନଙ୍କର ବିଷୟରେ ନାନା ମନ୍ଦ କଥା ଶୁଣୁଅଛି। ନାଇଁ ନାଇଁ, ମୋର ପୁତ୍ର ମାନେ, ମୁଁ ଯେଉଁ ଜନରୋଗ ଶୁଣୁଅଛି ତାହା ଭଲ ନାହିଁ। ତୁମମାନେ ସଦାପ୍ରଭୁ ଲୋକମାନଙ୍କୁ ଆଜ୍ଞା ଲଙ୍ଗନ କରାଉଛ। ହେଲେ ଯଦିଓ ବର୍ତ୍ତମାନ ତାଙ୍କ ପିଲାମାନଙ୍କୁ ବର୍ତ୍ତମାନ କହୁଛନ୍ତି ଏଇଟା ଭଲ ନାହିଁ। ଭଲ ନାହିଁ କଣ ଏଇଟା କଥା? ଏଇ ଦିନଙ୍କର କ୍ରମାଗତ ଭାବରେ ୟୁଥ ମାନଙ୍କର ସହଭାଗିତା ଚାଲିଛି ଆମ ଚର୍ଚ୍ଚ। ଚର୍ଚ୍ଚ ଭିତରେ ୟୁଥ ମାନେ କଣ କରୁଛନ୍ତି? ପ୍ରଭୁଙ୍କର ବାକ୍ୟକୁ ଫିଙ୍ଗିକି ସେମାନେ ଅଧିକାଂଶ ସମୟରେ ସେମାନେ ନିଜର ଅଭିଳାଷ ସେମାନେ ପଛରେ ଦଉଛନ୍ତି। ହଁ, ବର୍ତ୍ତମାନ ଏଇ ଜାଗାରେ ଭଲ ନାହିଁର ଅର୍ଥ କଣ? ସଦାପ୍ରଭୁ ଦୃଷ୍ଟିରେ ଯାହା ମନ୍ଦ, ସଦାପ୍ରଭୁ ଦୃଷ୍ଟିରେ ଯାହା ପାପ, ତାହାକୁ ଆମେ କହିବା ପାଇଁ ପଡିବ ଏଇଟା ହଉଛି ମନ୍ଦ, ଏଇଟା ପାପ। ଭଲ ନାହିଁର ବ୍ୟାକଗ୍ରାଉଣ୍ଡ ହାର୍ଟ। ହେଲେ ଡାଇରେକ୍ଟଲି ପ୍ରଭୁ ଆମକୁ 25 ପଦରେ, 24 ପଦର 23 ପଦର କନକ୍ଲୁଜନ ଦେଖୁଛନ୍ତି ଅର୍ଥ। ମନୁଷ୍ୟ ଯେବେ ମନୁଷ୍ୟ ବିରୁଦ୍ଧରେ ପାପ କରେ ତେବେ ପରମେଶ୍ୱର ତାର ବିଚାର କରିବେ। ମାତ୍ର ମନୁଷ୍ୟ ଯେବେ ସଦାପ୍ରଭୁ ବିରୁଦ୍ଧରେ ପାପ କରେ ତେବେ କିଏ ତାହା ପକ୍ଷରେ ପ୍ରାର୍ଥନା କରିବେ? ତଥାପି ସେମାନେ ଆପଣା ପିତାଙ୍କ ରୋଗ ଶୁଣିଲେ ନାହିଁ, କାରଣ ସେମାନଙ୍କୁ ବଧ କରିବାକୁ ସଦାପ୍ରଭୁଙ୍କ ଇଚ୍ଛା ଥିଲା। କେତେ ଭୟଙ୍କର ବିଷୟ ଏଇଟା। ଲେଖା ଆମେ ଭାବୁଛୁ ଶାଉଲ ରାଜା ଖଡଗ ଦ୍ୱାରା ଯେ ମାରି ହେଲେ, ନାଇଁ। ଯଦି ପ୍ରଥମ ଲେଖା ହେଇଛି ସଦାପ୍ରଭୁ ଶାଉଲଙ୍କୁ ହତ୍ୟା କଲେ ଲେଖା ହେଇଛି। ଆଜି ଆମ ଶରୀର ଯଦି ଦଗ୍ଧ ହଉଛି, ଆମ ଶରୀର ଯଦି ବିଚାରିତ ହଉଛି, ଆମ ଶରୀର ଯଦି ଜଳି ଯାଉଛି, ତାହେଲେ ଏହାର କୌଣସି ଦୁଃଖ ପ୍ରକାଶ କରିବାର କିଛି ଅର୍ଥ ହିଁ ନାହିଁ। କାରଣ ଆମର ଆତ୍ମା ବା ଆମ ପ୍ରାଣ ଯଦି ପ୍ରଭୁଙ୍କ ସହିତ ଜଡିତ ହଉଛି। ବିପରୀତ ଭାବରେ ଗୋଟେ ପାର୍ଟରେ ଆମେ ଦେଖୁଛୁ ଏ ଜାଗାରେ
ଆଉ ଗୋଟେ ଅଂଶରେ ଦେଖୁଛୁ ଆମେ କଣ? ହଁ ବର୍ତ୍ତମାନ ସାମୁଏଲକୁ ସାମୁଏଲ ବିଷୟରେ ଲେଖା ହେଇଛି ଭାଇ। ସାମୁଏଲ ବିଷୟରେ 26 ଲେଖା ହେଇଛି। ମାତ୍ର ବାଳକ ସାମୁଏଲ କ୍ରମେ କ୍ରମେ ବୃଦ୍ଧି ପାଇଲେ, ପୁଣି ସଦାପ୍ରଭୁଙ୍କର ମଧ୍ୟ ମନୁଷ୍ୟର ସାକ୍ଷାତରେ ଅନୁଗ୍ରହ ପ୍ରାପ୍ତ ହେଲେ। କାହିଁକି? ଏବେ ସାମୁଏଲ କାହିଁକି ବର୍ତ୍ତମାନ ଅନୁଗ୍ରହ ପ୍ରାପ୍ତ ହେଲେ? ସଦାପ୍ରଭୁଙ୍କର ସଦାପ୍ରଭୁଙ୍କର ମଧ୍ୟ ମନୁଷ୍ୟର ସାକ୍ଷାତ। ହଁ ବର୍ତ୍ତମାନ ହାନା ଯେଉଁସାରେ ବର୍ତ୍ତମାନ ଏ ସାମୁଏଲକୁ ପାଇଲେ, ଏ ସାମୁଏଲକୁ ବର୍ତ୍ତମାନ ହାନା ତାଙ୍କ ହାତରେ ଧରିଲେ ନାହିଁ, ସେ ପ୍ରଭୁଙ୍କର ଦାସ ପାଖକୁ ଦେଇ ବର୍ତ୍ତମାନ ହପନିଆର ଦେଖିବା ତାହେଲେ ଏମାନଙ୍କ ହୃଦୟ ଭିତରେ ଏମାନେ ସମାଗମ ତମକୁ ନାବତର ଦାଖ୍ୟା କ୍ଷେତ୍ର ସଦୃଶ ଯେମିତି ଆହାବ ବର୍ତ୍ତମାନ ଛଡେଇବାକୁ ଚାହୁଁଛି, ସେମିତି ବର୍ତ୍ତମାନ ବର୍ତ୍ତମାନ ଏଇ ଜାଗାରେ ହପନିଆର ପିନସ ମଧ୍ୟ ସଦାପ୍ରଭୁଙ୍କର ଆବାସ ସ୍ଥଳୀ ସମାଗମ ତମ ସେମାନେ କଣ କରୁଛନ୍ତି? କଂସା ମାଂସ ସେମାନେ ଡିମାଣ୍ଡ କରୁଛନ୍ତି। ସେଇଟା ହଉଛି ପ୍ରଭୁଙ୍କ ତୁଷ୍ଟତା। ଆଜି ଆମେ ଶାରୀରିକ ଭାବରେ କିଛି ବିଷୟ କରୁଛୁ ଭୁଲ, ତାହାଠୁ ଅସଂଖ୍ୟ ଗୁଣ ଦୁଷ୍ଟତା ହଉଛି ମଣ୍ଡଳୀର ସ୍ୱରକୁ ଆମେ ଗୁରୁତ୍ୱପୂର୍ଣ୍ଣ ଦଉନୁ। ଈଶ୍ୱରଙ୍କର ଈଶ୍ୱରଙ୍କର ସ୍ୱର ଅନୁସାରେ ଆମେ ନିଜକୁ ବଞ୍ଚୁ। ଜୁନୁସଙ୍କୁ କୁହାଗଲା ତମେ ନିନିକୁ ଯାଅ, ମାତ୍ର ସେ ତର୍ସିସକୁ ଗଲା। ମଝି ଜାଗାରେ ଜାହାଜରୁ ତାଙ୍କୁ ବାହାରିକି ସମୁଦ୍ର ଭିତରେ ପଡ଼ିବାକୁ ଆବଶ୍ୟକ ଥିଲା। ଆଜି ପ୍ରଭୁ ଆମକୁ କହିବାକୁ ଚାହୁଁଛନ୍ତି କଣ ବୋଲି? ତମେ ଈଶ୍ୱର ବାକ୍ୟକୁ ଶୁଣ, ଆଉ ବାକ୍ୟର କାର୍ଯ୍ୟକାରୀ କର। এই ସମୟରେ କାଣ୍ଟାଟାର ସିଜନ, এই ସମୟରେ ବାଇବଲ ସେମିନାରର ସମୟ। ଆମେ କାହିଁକି ପରିସ୍ଥିତିକୁ ନେଇକି ଆମେ ଚାଳିତ ହେବା ଆବଶ୍ୟକ? ଆମେ ଆନ୍ଧ୍ରିଏ ପରେ ଆତ୍ମିକ ଦିନ ବିତେଲେ କଣ ଅସୁବିଧା ହଉଛି? ଦିଟା ଭଜା ମାଛ 5ଟା ରୁଟିକୁ ନେଇକି ଯୀଶୁଙ୍କୁ ସେ ଦଉଛନ୍ତି, ବିଶ୍ୱାସ କରୁଛନ୍ତି। ତାଙ୍କ ପାଖରେ ଫେଥ ଅଛି, ତାଙ୍କ ପାଖରେ ବିଶ୍ୱାସ ଅଛି। ଆଉ ଯୀଶୁଙ୍କ ହାତକୁ ଯଦି ଗଲାଏ ତାହେଲେ ଏଇଟା ଏତିକି ଲୋକ ସେ ଖୁଆଇ ପାରିବେ। ଯୁଗ ଲୋକ ମଧ୍ୟ ପ୍ରଭୁ ପଚାରୁଛନ୍ତି ମୋର ପ୍ରାନ୍ତରରେ ଏ ଶୁଷ୍କ ହେଇଥିବା ଅସ୍ଥି ଗୁଡାକ, ମୃତ ହେଇଥିବା ଅସ୍ଥି ଗୁଡାକ ଜୀବନ ପ୍ରାପ୍ତ ହେବେ କି? ପ୍ରଭୁ ଆପଣ ଯଦି କହିବେ, ଆପଣ ଯଦି ଚାହିଁବେ ତାହେଲେ ଆମେ 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 ସେ ସାରିପୂତ ବିଧବା ସ୍ତ୍ରୀ ଯିଏ କାଠ ସାଉଁଟିଥିଲା, ଏଲିଓ ଯାଇକି ପଚାରୁଛନ୍ତି ଆରେ କଣ କରୁଛୁ? ନା କାଠ କଣ କର? ନାଇଁ ବର୍ତ୍ତମାନ ଆମ ଘରେ ଗୋଟେ କଳସର ଗୋଟେ ମୁଠାଟେ ମଇଦା ଅଛି, ତାହା ଖାଇ ତା ଗୋଟେ ପିଠା ବନେଇକି ମୁଁ ଆର ମୋର ପୁଅ ଖାଇକି ଆମେ ମରିବୁ। କୋଉ ଲୋକ ଖାଇବା ପରେ ମରିବା ପାଇଁ ଖାଉଛି, ବଞ୍ଚିବା ପାଇଁ ଲୋକ ଖାଉଛି। ଆଜି ସମସ୍ତ ଭାଇ ମାନଙ୍କୁ ଆଜି ଗୋଟେ ବିଷୟ କହିବାକୁ ଚାହୁଁଛୁ, ସଦାପ୍ରଭୁଙ୍କର ଗୌରବ ପ୍ରଶଂସାର ସମୟକୁ ଆଜି ଆମେ ପାଇଛୁ। ମଣ୍ଡଳୀ ହଉଛି ଜାଗା ପ୍ରଭୁଙ୍କର ଗୌରବ ପ୍ରଶଂସା କରିବାର ଜାଗା। ଆମେ ଶକ୍ତିରେ ଆଶାରେ ଆନନ୍ଦିତ ହୃଦୟରେ ବଞ୍ଚନ୍ତୁ। ଆପଣ ସମସ୍ତ କ୍ଷେତ୍ରରେ ସମସ୍ତ ବିଷୟରେ ଆପଣ ପ୍ରଭୁଙ୍କୁ ନିର୍ଭର କରନ୍ତୁ। ଶାଉଲ ସଦୃଶ ଆମକୁ ଖଣ୍ଡା, ବର୍ଛା, ତ୍ରିଶୂଳ, ସୈନ୍ୟ ସାମନ୍ତର କୌଣସି ସାହାଯ୍ୟ ଆବଶ୍ୟକ ନାହିଁ। ଗଲିଆତ ପରେ ସମସ୍ୟାକୁ ମାରିବା ଗୋଟେ ଛୋଟ ଗୁଡି ଯଥେଷ୍ଟ ଆମ ପାଇଁ। ଛୋଟ ଗୁଡି ଯିଏକି ତଲବାରଠୁ କମଜୋର ଦେଖୁଛି, ବର୍ଛା ଠାରୁ ମଧ୍ୟ ଦୁର୍ବଳ ଦେଖାଯାଉଛି, କିନ୍ତୁ ସେ ଛୋଟ ଗୁଡି ହିଁ ବାଇବଲରେ ଗଲିଆତକୁ ମାରିବା ପାଇଁ ବ୍ୟବହୃତ ହେଇଥିଲା। এই ଛୋଟ ଗୁଡିର ଛବି ହଉଛି ଏ ଜାଗାରେ ଈଶ୍ୱରଙ୍କର ବାକ୍ୟ। ମଣ୍ଡଳୀ ସହିତ ସଂଯୁକ୍ତ ହୁଅନ୍ତୁ, ବାକ୍ୟର ଶକ୍ତିକୁ ବ୍ୟବହାର କରନ୍ତୁ। ଯାହା ମଣ୍ଡଳୀ ଆମକୁ କହୁଅଛି ଆମେ ବୁଝୁ କି ନ ବୁଝୁ, ଆମକୁ ଭଲ ଲାଗୁ କି ନ ଭଲ ଲାଗୁ, ସେଟା ଇମ୍ପୋର୍ଟାଣ୍ଟ ନାହିଁ। ସଦାପ୍ରଭୁଙ୍କୁ କଣ ଭଲ ଲାଗୁଛି, ସଦାପ୍ରଭୁଙ୍କର କଣ ଇଚ୍ଛା, ସଦାପ୍ରଭୁଙ୍କୁ କଣ ଯୋଜନା, ତାହାକୁ ନିର୍ଦ୍ଦିଷ୍ଟ ଭାବରେ ଆମେ ଅଧିକ ଗୁରୁତ୍ୱପୂର୍ଣ୍ଣ ଦେବା। ଈଶ୍ୱର କହିଲେ ମୁଁ ଶାଉଲକୁ ପଦଚ୍ୟୁତ କରିଲି, ଆଉ ମୁଁ ଯୀଶୁର ପୁତ୍ର ଦାଉଦକୁ ବାଛିଲି, ସେ ମୋର ମନର ମତ ବ୍ୟକ୍ତି, ଆଉ ମୋର ଇଚ୍ଛାକୁ ସେ ସଫଳ କରେ। ସେଥିପାଇଁ ଆମର ସମସ୍ତ ଭାଇରେ ପଡିବନି, ଶକ୍ତିରେ ସାହସରେ ବଞ୍ଚନ୍ତୁ। ଯିଏ ଯୋଉ ଜାଗାରେ ମଧ୍ୟ ଅଛି ଆପଣଙ୍କର ପାଷ୍ଟ ମାନଙ୍କ ସହିତ ଜଡିତ ହୁଅନ୍ତୁ। ସେ ପାଷ୍ଟ ମାନେ ଯଦି ଜାଣୁନାହାନ୍ତି, ସେ ପାଷ୍ଟ ମାନେ ଭୁଲରେ ବଞ୍ଚନ୍ତି, ଆପଣ ଶିଖାନ୍ତୁ, ଆପଣ କୁହନ୍ତୁ ପାଷ୍ଟ ଏଟା ଭୁଲ ବିଷୟ। ଯଦି ସ୍ପିରିଚୁଆଲ ଫାଇଟିଂ ହେବାର ଅଛି କିଛି ଅସୁବିଧା ନାହିଁ। ଆତ୍ମାକୁ ବଞ୍ଚିବା ପାଇଁ ଯଦି ଆମେ ଫାଇଟିଂ କରୁଛୁ, ନ ପ୍ରୋବ୍ଲେମ। ତାହାଙ୍କ ସହିତ ଆମର ସୌଭାଗ୍ୟତା ଅଛି କହିକି ଯଦି ଆମେ ଅନ୍ଧକାର ଆଚରଣ କରୁଛୁ, ତାହେଲେ ଆମ ପାଖରେ ସତ୍ୟ ନାହିଁ। ନିଜ ନିଜକୁ ପ୍ରବଞ୍ଚନା କରୁଛୁ। ମାତ୍ର ଜ୍ୟୋତି ନିର୍ବାଚି ଅଛି, ଯଦି ଆମେ ଜ୍ୟୋତିର ଆଚରଣ କରୁଛୁ, ତାହେଲେ ତାହାଙ୍କ ସହିତ ପରସ୍ପରର ସୌଭାଗ୍ୟତା ଅଛି। ଆଉ ସେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ସମସ୍ତ ଧର୍ମରୁ ସେ ଆମକୁ ମାର୍ଜନା କରି କ୍ଷମା କରିବେ।
ପରିଷ୍କାର କରିବା। ମୁଁ ଆଶା କରୁଛି ଯେମିତି ଆମେ ସମସ୍ତେ ପ୍ରଭୁଙ୍କ ସାମ୍ନାରେ ଆନନ୍ଦିତ ହୃଦୟରେ ଆଶାରେ ଆଗକୁ ବଢିବା ଆମର ଏ ସମୟରେ ଯିଏ ଯୋଉ ଜାଗା ମଧ୍ୟ ଅଛନ୍ତି, କାଣ୍ଟାଟା ପାଇଁ ହଉ କି ଅନ୍ୟାନ୍ୟ ଚର୍ଚ୍ଚ କାମ ପାଇଁ ହଉ, ସବୁ ହୃଦୟ ଢାଳିକି ଆମେ ଚାଲନ୍ତୁ ଆମେ ଆଗକୁ ବଢିବା। ଆଜି ମୁଁ ଏତିକି କହିବି, ପ୍ରାର୍ଥନା କରିବା। ପରମେଶ୍ୱର ଧନ୍ୟବାଦ ଦଉଛି ପ୍ରଭୁ, ତମର ଗୌରବ ପ୍ରଶଂସା କରୁଛି ପ୍ରଭୁ। ତମେ ଆଜି ଆମକୁ ପଦାର ଗିର୍ଜା ଦେଲ, ଆଜି ଆମର ପ୍ରଭୁ ମିଟିଂରେ ନବରଙ୍ଗପୁର, ବଲାଙ୍ଗୀର, ଭବାନୀପାଟଣା ପ୍ରଭୁ ଆମେ ସମସ୍ତେ ଜୀବଦେଗୀର ମିଳିତ ଭାବରେ ଆମେ ଜମା ହେଇଛି ଏ ଜାଗାରେ ତମର ବାକ୍ୟକୁ ଶୁଣିବୁ। ପ୍ରଭୁ ତମେ ସମସ୍ତଙ୍କୁ ପରିତ୍ରାଣ ଦେଇଅଛ, ଧାର୍ମିକ କରିଅଛ ପ୍ରଭୁ। ଆମେ ମହାପ୍ରଭୁ ସେ ଅଗାଡି 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 ନବୁ ପ୍ରଭୁ, କିନ୍ତୁ ଆମେ ହଉଛୁ ପ୍ରକୃତରେ ଗହମ। ତୁମେ ଆମର ପ୍ରକୃତିରେ ତୁମ ରକ୍ତ ଦ୍ୱାରା ତୁମେ ଆମକୁ ବାଛିଅଛ ପ୍ରଭୁ, ତୁମେ ଆମକୁ ପବିତ୍ରକୃତ ସିଦ୍ଧ କରିଅଛ ପ୍ରଭୁ। ଦୟା କର ଯେପରି ଆମେ ଅନ୍ୟ ବିଷୟ ପରିବର୍ତ୍ତେ ପ୍ରଭୁଙ୍କ ସାମ୍ନାରେ ବଞ୍ଚିବା ପାଇଁ ସେ ପ୍ରକାର ହୃଦୟକୁ ନେଇକି ବଞ୍ଚିବୁ। ଚର୍ଚ୍ଚର ହୃଦୟ, ଚର୍ଚ୍ଚର ନିର୍ଦ୍ଦେଶ, ପ୍ରଭୁଙ୍କ ଦାସଙ୍କର ସ୍ୱରକୁ ନେଇକି ଯେପରି ଆମେ ଆଗକୁ ବଢିବୁ, ସେଥି ଆମକୁ ତୁମ ଅନୁଗ୍ରହ କର। ପ୍ରତ୍ୟେକ ଭାଇ ଭଉଣୀ ମାନଙ୍କ ପରିବାର ତାଙ୍କ ପାଖରେ ଯେତେ ରୋଗ ବ୍ୟାଧି ସମସ୍ୟା ପରିସ୍ଥିତି କଷ୍ଟ ଥିବ, ବ୍ୟକ୍ତିଗତ ଭାବରେ ପ୍ରଭୁ ଜଣ ଜଣଙ୍କ ପାଇଁ ପ୍ରାର୍ଥନା କରୁଛି, ତୁମେ ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ମନେ ପକାଅ ଆଉ ତାଙ୍କର ଜୀବନ ତମ କାର୍ଯ୍ୟ କର ମହାନ ଭାବରେ, ଯେପରି ତମେ ତାଙ୍କ ଦ୍ୱାରା ପ୍ରକାଶ ପାଇବ ସେଇ ପ୍ରକାର ତମେ ତାଙ୍କ ଜୀବନ କର। ଆଗକୁ ମଧ୍ୟ ଆଗକୁ ପ୍ରଭୁ କାଣ୍ଟା କାଣ୍ଟାଟା ଗୁଡାକ ଅଛି ପ୍ରଭୁ, ଆଉ ସେ କାଣ୍ଟାଟା ସ୍ଥାନ ଗୁଡାକ ଫିକ୍ସ ହେଇକି ଯେମିତି ଆମେ ସମସ୍ତ ବିଷୟ ପ୍ରଭୁ ତମ ଠାରେ ପ୍ରାପ୍ତ ହେବୁ, ତମର ସାହାଯ୍ୟ ପାଇବୁ, ସେଥିପାଇଁ ତମ ଦ୍ୱାରା ଗୌରବ ସମ୍ଭ୍ରମ ତମେ ପାଅ ବୋଲି ଧନ୍ୟବାଦ ଦେଇ ପ୍ରାର୍ଥନା ଉଦ୍ଧାରକର୍ତ୍ତା ନାଜରେଥ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲି, ଆମେନ୍। ଠିକ ଅଛି ଭାଇ ଭଉଣୀ ସମସ୍ତଙ୍କୁ ଧନ୍ୟବାଦ, ନମସ୍କାର, ଗୁଡ ନାଇଟ୍ ସମସ୍ତଙ୍କୁ।